ପ୍ରେସ୍ ରୋଡ ଦିଦି ପ୍ରେସ୍ ରୋଡ ଆପଣ ଏଇ ଆଉ ସମସ୍ତ ଭାରତ ରିଏଲ ମିଷ୍ଟି ଅଫ ଇଣ୍ଡିଆ ଅନୁକୂଳରେ ଅନୁଷ୍ଠିତ ପ୍ରାତଃକାଳ ଉପାସନାରେ ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ସ୍ୱାଗତ କରିବା ସହିତ ଭକ୍ତିପୂର୍ଣ୍ଣ ନମସ୍କାର ଜଣାଏ। ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ। ଆଉ ପ୍ରାତଃକାଳ ଉପାସନା ମାନେ ଆରମ୍ଭ କରିବା। ଆଉ ଯଦି ସମ୍ଭବ ହେଇପାରୁଛି ଠିକ ଜାଗାରେ ଆମେ ଅଛୁ। ପ୍ରଭୁଙ୍କର ଗୌରବ ନିମନ୍ତେ ପରସ୍ପରକୁ ଉତ୍ସାହିତ କରିବା ନିମନ୍ତେ ଆମେ ଭିଡିଓ ଅନ୍ କରି ବସି ପାରିବା, ଯେପରିକି ପ୍ରଭୁଙ୍କୁ ଦର୍ଶନ କରିପାରିବା, ପ୍ରଭୁଙ୍କୁ ଦେଖିପାରିବା, ପ୍ରଭୁ ଆମକୁ ଦେଖିପାରିବେ, ପରସ୍ପରକୁ ଦେଖିପାରିବା, ପ୍ରଭୁଙ୍କର ଗୌରବ ହେଇପାରିବ। ଆଜି ଉପାସନା ଆରମ୍ଭ କରିବା ପୂର୍ବରୁ ଆଉ ପବିତ୍ର ବାକ୍ୟରୁ ମୁଁ ପଠନ କରିବି ଗୀତ ସହିତ ତାର 128 ଅଧ୍ୟାୟ ତାର 1 ପଦରୁ ତାର 4 ପଦ ପର୍ଯ୍ୟନ୍ତ ମୁଁ ପଠନ କରିବି। ପ୍ରଭୁଙ୍କ ବାକ୍ୟରେ ପ୍ରକାର ଲେଖା ଅଛି, ଯେଉଁମାନେ ସଦା ପ୍ରଭୁଙ୍କୁ ଭୟ କରନ୍ତି ଓ ତାହାଙ୍କ ପଥରେ ଚାଲନ୍ତି ସେମାନଙ୍କର ପ୍ରତ୍ୟେକ ଲୋକ ଧନ୍ୟ, କାରଣ ତୁମେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଜନ କରିବ। ତୁମେ ସୁଖୀ ହେବ ଓ ତୁମର ମଙ୍ଗଳ ହେବ। ତୁମର ଭାର୍ଯ୍ୟା ତୁମ ଗୃହର ଅନ୍ତଃପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ। ତୁମର ସନ୍ତାନ ମାନେ ତୁମ ମେଜର ଚାରିଆଡେ ଜିତ ବୃକ୍ଷର ଚାରା ପରି ହେବେ। ଦେଖ, ସଦାପ୍ରଭୁଙ୍କୁ ଭୟ କରିବା ଲୋକ ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେବ। ପ୍ରଭୁ ବାକ୍ୟ ପଠନ ଏବଂ ଶ୍ରବଣରେ ପ୍ରଭୁ ଆମେ ସମସ୍ତଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଆଉ ଏ ସମୟରେ ଆରମ୍ଭ ନିମନ୍ତେ ପ୍ରାର୍ଥନା କରିବା ମୁଁ ଅନୁରୋଧ କରୁଅଛି। ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କ ଦାସ ଅଛନ୍ତି, ମାଲ୍ୟବା ମଣ୍ଡଳୀର ଟିକନ ଆଉ ପବିତ୍ର ଜେନା ସାର୍ ଅଛନ୍ତି। ଆଉ ସାର୍ ନମସ୍କାର। ନମସ୍କାର ଆଜ୍ଞା, ନମସ୍କାର। ସାର୍ ଆରମ୍ଭ ନିମନ୍ତେ ଆଜିର ଉପାସନା ନିମନ୍ତେ ଆପଣ ପ୍ରାର୍ଥନା କରନ୍ତୁ ସାର୍। ସ୍ୱର୍ଗସ୍ଥ ପିତା, ତୁମର ସେ ପବିତ୍ର ନାମକୁ ଧନ୍ୟବାଦ ଦଉଛୁ, କାରଣ ତୁମ ଆମମାନଙ୍କୁ ପୁନର୍ବାର ଆମମାନଙ୍କୁ ଏକ ଦିନ ପ୍ରତ୍ୟୁଷରେ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ତରଫରୁ ଏକ ଛାୟା ତଳେ ଆମମାନଙ୍କୁ ପ୍ରଭୁ ତୁମର ପ୍ରିୟ ଦାସ ଦାସୀ ମାନଙ୍କ ସହିତ ଏ ସୁନ୍ଦର ଅବକାଶ ଦେଇଛ ଏ ଉପାସନାରେ, ଏଥିପାଇଁ ଧନ୍ୟବାଦ ଦଉଛୁ। ମଧ୍ୟ ପ୍ରଭୁ ଉପାସନା ପରିଚାଳନା କରିବା ପାଇଁ ତୁମ ପ୍ରିୟ ଦାସ ପ୍ରଭୁ ପୋଷ୍ଟ ମହାଶୟ ବର୍ତ୍ତମାନ ପରିଚାଳନା କରିବେ। ପବିତ୍ରତା ସୌନ୍ଦର୍ଯ୍ୟରେ ପବିତ୍ର ଆତ୍ମାଙ୍କ କର୍ତ୍ତୃତ୍ୱରେ ଯୋଉ ପରିଚାଳନା କରିବେ, ଏଥିପାଇଁ ତୁମେ ଦୟା କର। ଏପର୍ଯ୍ୟନ୍ତ ଆମ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ତରଫରୁ ଯେଉଁ ପ୍ରିୟ ଦାସ ଦାସୀ ମାନେ ପ୍ରଭୁ ଉପସ୍ଥିତ ହେଇପାରି ନାହାନ୍ତି, ସେମାନଙ୍କ ହୃଦୟରେ ତୁମେ ଗଞ୍ଜଣା ଦିଅ, ସ୍ପର୍ଶ କର, ଆଘାତ କର। ଆଉ ପ୍ରତ୍ୟେକ ପ୍ରଭୁ ଉପସ୍ଥିତ ହୋଇ ତୁମର ଗୌରବ ପ୍ରଶଂସା କରିବ, ଏଥିପାଇଁ ତୁମେ ଦୟା କର। ମଧ୍ୟ ଆଜି ଦିନ ପାଇଁ ପ୍ରଭୁ ଆମମାନଙ୍କୁ ତୁମେ ବଞ୍ଚାଇଲ। ଆମମାନଙ୍କର ସମସ୍ତ ଯଦି ପ୍ରଭୁ ଯେତେକ ଆମେ ବାକ୍ୟ ଶୁଣିବୁ, ବାକ୍ୟ ଗ୍ରହଣ କରିବୁ, ବିଶ୍ୱାସ କରିବୁ, ପ୍ରସ୍ତୁତ ଜୀବନ କାଟିବାକୁ ପାରିବୁ ପ୍ରଭୁ, ଏଥିପାଇଁ ଆଜି ଏକ ଆମମାନଙ୍କର ଶପଥର ଦିନ ହଉ। ଆମମାନଙ୍କର ପ୍ରଭୁ ତୁମେ ଆଶୀର୍ବାଦର ଦିନ ହଉ, ଯୋଉ ଦ୍ୱାରା ଆମେ ବାକ୍ୟ ଶୁଣି ଗ୍ରହଣ କରିବା ଦିନ ହଉ। ପ୍ରଭୁ ଆମମାନଙ୍କର ସମସ୍ତ ଜାଗତିକ ବିଷୟରେ ପରିତ୍ୟାଗ କରି ତମ ନାମରେ ବଞ୍ଚିବୁ, ଏଥିପାଇଁ ତୁମେ ଦୟା କର। ଉପସ୍ଥିତ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। এই ସମସ୍ତ ପ୍ରାର୍ଥନା ଦାନକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି ପିତା, ଆମେନ୍ ଆମେନ୍। ଆମେନ୍ ଆମେନ୍। ଧନ୍ୟବାଦ ସାର୍, ଆପଣ ଆରମ୍ଭ ନିମନ୍ତେ ପ୍ରାର୍ଥନା କରିଛନ୍ତି। ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦେବା ସହିତ ପ୍ରଭୁଙ୍କ ଦାସୀ ରୀନାପାଲ ଦିଦିଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ତାଙ୍କ ସହିତ ମଧ୍ୟ ମିଶି ଅନେକ ପ୍ରଭୁଙ୍କର ଦାସ ଦାସୀ ମାନେ ମଧ୍ୟସ୍ଥିତାର ପ୍ରାର୍ଥନା ବୋଝର ସହିତ କରିଛନ୍ତି। ସମସ୍ତଙ୍କୁ ମୁଁ ଧନ୍ୟବାଦ ଦିଏ। ଆସନ୍ତୁ ଆମମାନେ ବର୍ଷିପ ମଧ୍ୟକୁ ଯିବା। ଆଉ ଆଜି ଆମମାନେ 4 ଜଣଙ୍କୁ ଗୀତ ଗାନ କରିବା ପାଇଁ ସୁଯୋଗ ଦେଇଅଛୁ। ଆଉ 4 ଜଣ ଗୋଟିଏ ଗୀତ ସେମାନେ ପ୍ରେଜେଣ୍ଟ କରିବେ, ଗୋଟିଏ ଗୀତ ଗାନ କରିବେ। ପ୍ରଥମେ ମୁଁ ଆଉ ଡାକିବା ପାଇଁ ଚାହେଁ, ନିମନ୍ତ୍ରଣ କରିବା ପାଇଁ ଚାହେଁ, ଆହ୍ୱାନ କରିବା ପାଇଁ ଚାହେଁ। ପ୍ରଭୁଙ୍କ ଦାସୀ ଆଉ ପ୍ରେମିକା ପାଲ ଦିଦି ଅଛନ୍ତି, ସେ ସମ୍ମୁଖକୁ ଆସିବେ, ପ୍ରଭୁଙ୍କର ଗୌରବ ନିମନ୍ତେ ଗୋଟିଏ ଗୀତ ଗାନ କରିବେ। ଗୁଡ୍ ମର୍ଣ୍ଣିଂ ସାର୍, ପ୍ରତ୍ୟେକ ଗୁଡ୍ ମର୍ଣ୍ଣିଂ। କ୍ଷମା କରିଦେବ, ମୁଁ ଟିକେ ସେ ଥଣ୍ଡା ଜ୍ୱର ପଳେଇ ଆସିଛି। ଆପଣ ଜାଣିଛନ୍ତି ତ ମୋ ଭିଡିଓକୁ ଆସିବାଟା, କ୍ଷମା କରିଦେବେ। ମୁଁ ଭିଡିଓରେ ନ ଆସି ଗୀତ ଗାଇବି। ହାଲେଲୁୟା, ଧନ୍ୟବାଦ ଦଉଛି ପ୍ରଭୁ, ପ୍ରଶଂସା କରୁଛି। ପ୍ରଭୁକୁ ଧନ୍ୟବାଦ ଦେବା, ଗୀତ ଗାଇବି। ପ୍ରଭୁ କେତେ ମହାନ ପରମେଶ୍ୱର, ମୋ ପ୍ରତ୍ୟେକ ପ୍ରାର୍ଥନା ଶୁଣି ଉତ୍ତର ଦେଇଥିବାର କୋଟି କୋଟି ଧନ୍ୟବାଦ ଦଉଛି। ହାଲେଲୁୟା। মহিমা যিশু নামে মহিমা, স্তুতি আরাধনা, হো 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 মহিমা
যিশু নামে মহিমা স্তুতি আরাধনা ধন্যবাদ পাও প্রভু তুমি পূজা পাও ধন্যবাদ পাও প্রভু তুমি পূজা পাও সারা জগতর প্রভু তুমি তুমি যিশু রাজন মানব জাতির মুক্তি তুমি হে ঈশ্বর নন্দন সারা জগতর প্রভু তুমি তুমি যিশু রাজন মানব জাতির মুক্তি তুমি হে ঈশ্বর নন্দন রাজা ମାନଙ୍କର রাଜା ତୁମେ ତୁମେ ଧର୍ମମୟ ରାଜା ମାନଙ୍କର ରାଜା ତୁମେ ତୁମେ ଧର୍ମମୟ ମହିମା ଯୀଶୁ ନାମେ ମହିମା स्तुति आराधना हो महिमा যিশু নামে মহিমা स्तुति आराधना ধন্যবাদ পাও প্রভু তুমি পূজা পাও ধন্যবাদ পাও প্রভু তুমি পূজা পাও प्रशंसा सजाइबी म त्राणकर्ताଙ୍କର हालेलुया साक्षी हेबी प्रति मूर्ते ମୁଁ ତାଙ୍କ ଅନୁଗ୍ରହର ପ୍ରଶଂସା ସଜାଇବି ମୋ ତ୍ରାଣକର୍ତ୍ତାଙ୍କର ସାକ୍ଷୀ ହେବି ପ୍ରତି ମୁହୂର୍ତ୍ତେ ମୁଁ ତାଙ୍କ ଅନୁଗ୍ରହର ପ୍ରଭୁ ମାନଙ୍କର ପ୍ରଭୁ ତୁମେ ତୁମେ ଧର୍ମମୟ ପ୍ରଭୁ ମାନଙ୍କର ପ୍ରଭୁ ତୁମେ ତୁମେ महिमा যিশু নামে महिमा स्तुति आराधना हो महिमा যিশু নামে महिमा स्तुति आराधना धन्यवाद पाओ प्रभु तुम्हें पूजा पाओ धन्यवाद पाओ प्रभु तुम्हें पूजा पाओ हालेलुया धन्यवाद दउची राजा धन्यवाद सर मते सुजोग दैथिबारु धन्यवाद दीदी सुंदर गीत पाई प्रभु आपनको आशीर्वाद करंतु शीघ्र सुस्थता प्रदान करंतु आ गुटे गीत माने सुनिबा आमानक मध्यरी आ प्रभुଙ୍କ दासी अछंती समिता मिसाल दीदी आ प्रभु जीशुଙ୍କ नामरे मु तांको स्वागत करी सम्मुखକୁ ଆସିବେ ଗୋଟେ गीत गान କରିବେ Praise the Lord, ଆଜ୍ଞା praise the Lord। ପ୍ରାତଃ ସମୟରେ ସୁବର୍ଣ୍ଣ ସୁଯୋଗ ଦେଲେ ଆଉ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନଙ୍କ ରାଜାଙ୍କର ଉଦ୍ଦେଶ୍ୟରେ ଗୀତ ଗାନ କରିବା ନିମନ୍ତେ ଆସନ୍ତୁ ଆମେ ପ୍ରତ୍ୟେକ ତାଙ୍କର ପ୍ରଶଂସା କରିବା। ହେ ରାଜା ମୋହର ପରମେଶ୍ୱର ଶୁଣମ କ୍ରନ୍ଦନ ସ୍ୱର ପ୍ରାତଃ କାଳେ ପ୍ରାର୍ଥନା ମୋର ହେ ରାଜା ମୋହର ପରମେଶ୍ୱର ଶୁଣ ମୋ କ୍ରନ୍ଦନ ସ୍ୱର ପ୍ରାତଃ କାଳେ ପ୍ରାର୍ଥନା ମୋର ଭୟ ଭକ୍ତିରେ ଆସିଛି ତୁମ ମନ୍ଦିରେ ମସ୍ତକ ମନ କରି
न्यायपति तूने कर चलना पथ मोर कर सुगम प्रभु तुण बारे निवेदन हे राजा मोहर परमेश्वर तुण मो क्रंदन स्वर ପ୍ରାତ କାଳେ ପ୍ରାର୍ଥନା ମୋର କରିବାକୁ ରକ୍ଷା ମୋର ଏହି ଜୀବନ ବାରେ ହୁଅ ବିରାଜମାନ ବିଳାପେ ମୁଁ କ୍ଳାନ୍ତ ମୋ ଚକ୍ଷୁ କ୍ଷୀଣ ଶରୀର ଜୀର୍ଣ୍ଣ ଶୀର୍ଣ୍ଣ ପ୍ରତି ରାତ୍ରିରେ ମୋ ଶଯ୍ୟା ଭିଜାଏ ପ୍ରତି ରାତ୍ରିରେ ମୋ ଶଯ୍ୟା ଭିଜାଏ ଲୋଟକ ଝରାଏ ଝରାଏ ପ୍ରଭୁ ଶୁଣ ବାରେ ମୋ ଦୁଃଖ ଗୁହାରି ହେ ରାଜା ମୋର ପରମେଶ୍ୱର ଶୁଣ ମୋ କ୍ରନ୍ଦନ ସ୍ୱର ପ୍ରାତ କାଳେ ପ୍ରାର୍ଥନା ମୋର Praise the Lord. Praise the Lord. ଧନ୍ୟବାଦ ଦିଦି ସୁନ୍ଦର ଗୀତ ପାଇଁ। ଆଉ ଗୋଟିଏ ଗୀତ ଆମେ ଶୁଣିବା ଆମଙ୍କ ମଧ୍ୟରେ ପ୍ରଭୁଙ୍କ ଦାସୀ ଅଛନ୍ତି ନୂରଜାନ ନାୟକ। ଆଉ ପ୍ରଭୁଙ୍କ ଦାସୀଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ସ୍ୱାଗତ କରି ଆଉ ସମ୍ମୁଖକୁ ଆସିବେ ଗୋଟିଏ ଗୀତ ସେ ରଖିବେ। ସମସ୍ତଙ୍କର ପ୍ରେଜ୍ ଦ ଲର୍ଡ। ମତେ ବି ଥଣ୍ଡା ହେଇଯାଇଛି ଆଉ କ୍ଷମା କରିବାକୁ ଭୁଲ ହେଲେ ପ୍ରଭୁଙ୍କର ଧନ୍ୟବାଦ ହଉ। ପ୍ରଭୁ ଏହି ସୁଯୋଗ ସୁବିଧା ଦେଇଥିବାରୁ ପ୍ରଭୁଙ୍କୁ କୋଟି କୋଟି ଧନ୍ୟବାଦ ଦଉଛି। प्रभु यही आराधना ग्रहण करिए धन्यवाद दଉଛି। हालेलुया। प्यारे मसीहा तू ही मेरा जीवन सहारा और आसरा मेरे लिए तो क्रूस पर मरा ऐसा अनोखा है प्यार तेरा प्यारे मसीहा तू ही मेरा जीवन सहारा और आसरा मेरे लिए तो क्रूस पर मरा ऐसा अनोखा है प्यार तेरा हाँ हालेलुया हाँ हालेलुया हाँ हालेलुया हाँ हालेलुया दुनिया की महफिल में था खया अंधियारा सारा जीवन का मेरा दुनिया की महफिल में था खया अंधियारा सारा जीवन का मेरा पापों के सागर में नया डूबी थी अब तो किनारा मुझे मिल गया प्यारे मसीहा तू ही मेरा जीवन सहारा और आसरा मेरे लिए तो क्रूस पर मरा ऐसा अनोखा है प्यार तेरा
सोचा मैंने ये जीवन मेरा बेकार काहे गम से भरा, आने के तेरी आई बहार, जीने के मकसद मुझे मिल गया। सचा था मैंने ये जीवन मेरा बेकार काहे गम से भरा, आने की तेरी आई बात, जीने की मकसद मुझे मिल गया। प्यारे मसीहा तू है मेरा जीवन सहारा और आसरा, मेरे लिए तू क्रूस पर मरा, ऐसा अनोखा हो प्यार तेरा। हाँ, हालेलुया, हाँ, हालेलुया, हाँ, हालेलुया, हाँ, हालेलुया, हाँ, हालेलुया, हाँ, हालेलुया। थैंक यू लॉर्ड, थैंक यू जीसस। ଏ ସମୟ ସୁଯୋଗ ଦେଇଥିବାରୁ କୋଟି କୋଟି ଧନ୍ୟବାଦ ଦଉଛି। ହାଲେଲୁୟା, ଥ୍ୟାଙ୍କ ୟୁ ଲର୍ଡ। ଧନ୍ୟବାଦ ଦିଦି, ଆପଣ ବହୁତ ସୁନ୍ଦର ଭାବରେ ଗୀତକୁ ଗାନ କରିଛନ୍ତି। ପ୍ରଭୁ ଆପଣଙ୍କୁ ବହୁଳ ଭାବେ ଆଶୀର୍ବାଦ କରନ୍ତୁ, ଏଇଭଳି ଜଏନ୍ କରନ୍ତୁ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆରେ ଗୀତ ଗାନ କରିବା, ପରିଚାଳନା କରିବା, ବାକ୍ୟ ଦେବାରେ ଆପଣ ଆମକୁ ଉତ୍ସାହିତ କରୁଥିବେ। ଆଉ ବର୍ତ୍ତମାନ ଆମେ ଆଉ ଗୋଟେ ଗୀତ ଶୁଣିବା, ବର୍ଷିପ ମଧ୍ୟ ବୁଝିବା। ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କ ଦାସୀ ଅଛନ୍ତି ଇଭାଞ୍ଜେଲିଷ୍ଟ ପ୍ରବୀଣା ମଲ୍ଲିକ ସିଷ୍ଟର। ପ୍ରଭୁ ଯୀଶୁଙ୍କ ନାମରେ ମୁଁ ସ୍ୱାଗତ କରି ଆଉ ପ୍ରଭୁଙ୍କ ଦାସୀ ସମ୍ମୁଖକୁ ଆସିବି, ଆଉ ସେ ବର୍ଷିପରେ କଡ଼େଇ ନେବେ। प्रेज द लॉर्ड आज्ञा। धन्यवाद आज्ञा। सर्वप्रथमे सृष्टिकर्ता धन्यवाद दबा संगे संगे होस्ट आज्ञा को धन्यवाद दिए सुंदर सुजोग निमते जो मोर उपस्थित होइतिबा प्रत्येक प्रभुंकर प्रिय लोक मानक मोर प्रेज द लॉर्ड। आसंतो हम माने ए समय रे गोटे गीत द्वारा परमेश्वर महिमा और आराधना करबो। हे जीवन तुमा पाई हुए अति आतुरा, ए पराण तुमा पाई हुए भारी कातरा, तुमे आशा हे जीवने होई मोरा सहारा, तुमे आशा हे पराणे होई दिव्य आहारा, होई दिव्य आहारा, ए जीवन तुम पाई अटे प्रभु आतुरा। अशांत मन अतृप्त प्राण झुरी परस तुम्हारा, झुरी परस तुम्हारा, हो चाहि रहिछि जगी बसिछि तुम स्वर्गीय मिलन, तुम स्वर्गीय
ଅଟେ ପ୍ରଭୁ ଆତୁର ଏ ପରାଣ ତୁମ ପାଇଁ ହୁଏ ପ୍ରଭୁ ଆକୁଳ ଜୀବନ ଦାତା ମୁକ୍ତି ଦାତା ପ୍ରିୟତମ ଯୀଶୁ ମୋର ପ୍ରିୟତମ ଯୀଶୁ ମୋର ତୁମେ ମୋ ପ୍ରାଣ ତୁମେ ମୋ ଧନ ତୁମ ବିନା ମୁଁ ଅସାର ତୁମ ବିନା ମୁଁ ଅସାର তুমি আশা এ জীবনে হই মারা সারা তুমি আশা এ জীবনে হই মারা সারা তুমি আশা হি পরাণে হই দিব্য আহারা হই দিব্য আহারা এ জীবনে তুম পাই ହୁଏ ପ୍ରଭୁ ଆତୁର ଏ ପରାଣ ତୁମ ପାଇଁ ହୁଏ ଭାରି କାତର ଏ ଜୀବନ ତୁମ ପାଇଁ ହୁଏ ଭାରି ଆକୁଳ ଏ ପରାଣ ତୁମ ପାଇଁ ହୁଏ ପ୍ରଭୁ ଆତୁର ଧନ୍ୟବାଦ ଆଜ୍ଞା ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ ସିଷ୍ଟର, ପ୍ରେଜ୍ ଦ ଲର୍ଡ ସୁନ୍ଦର ଗୀତ ପାଇଁ ପ୍ରଭୁ ଆପଣଙ୍କୁ ବହୁଳ ଭାବେ ଆଶୀର୍ବାଦ କରନ୍ତୁ। ଆଉ ଆଜି ଆମେ ଟେଷ୍ଟ କଲୁ ଦେଖିଲୁ ଯେ 25 ମିନିଟ ଭିତରେ 4ଟି ଗୀତ ଗାନ ହେଇପାରୁଛି। ଜଣେ ଯଦି ବର୍ସିପ କରୁଛି ଆଉ ଅଧଘଣ୍ଟା ବର୍ସିପ କଲେ ମଧ୍ୟ 3ଟି ଗୀତ ହେଇପାରୁନାହିଁ। ତେଣୁ ଆମେ ଯେ ବି ବର୍ସିପ କରନ୍ତି ଆମେ ସେମାନଙ୍କୁ ଏନକରେଜମେଣ୍ଟ କରିବାକୁ ଚାହୁଁଛୁ। କମ ସେ କମ 3-4ଟି ଗୀତ ଗାଇବେ, ପ୍ରାର୍ଥନା କରିବେ, ବର୍ସିପ କରୁଥିବେ, ଏଇଭଳି ଆମେ ଏନକରେଜ କରିବା ପାଇଁ ଚାହୁଁ। ଆସନ୍ତୁ ବର୍ସିପ କରିଥିବା, ଗୀତ ଗାନ କରିଥିବା ପ୍ରଭୁଙ୍କର ଦାସୀ ମାନଙ୍କ ପାଇଁ ଆମେ ପ୍ରାର୍ଥନା କରିବା। ଆଉ ପ୍ରାର୍ଥନା କରିବା ଯେ ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କ ଦାସୀ ମଞ୍ଜୁଶ୍ରୀ ଅଛନ୍ତି, ମଞ୍ଜୁଶ୍ରୀ ମ୍ୟାଡମ ଅଛନ୍ତି। ମ୍ୟାଡମ ପ୍ରେଜ୍ ଦ ଲର୍ଡ। ଆଜ୍ଞା ପ୍ରେଜ୍ ଦ ଲର୍ଡ। ମ୍ୟାଡମ ଆପଣ ପ୍ରାର୍ଥନା କରିବେ। ଆଜି ଗୀତ ଗାନ କରିବାରେ ସାହାଯ୍ୟ କରିଛନ୍ତି ପ୍ରଭୁଙ୍କ ଦାସୀ ଆଉ ପ୍ରେମିକା ପାଲ ଦିଦି। ତାଙ୍କ ଦେହ ଅସୁସ୍ଥ ହେଲେ ମଧ୍ୟ ସେ ଗୀତ ଗାନ କରିଛନ୍ତି। ତାପରେ ସମିତା ମିଶାଲ ଦିଦି ଗୀତ ଗାନ କରିଛନ୍ତି। ଆଉ ନୁହୁରଜାନ ନାୟକ ଦିଦି ମଧ୍ୟ ଗୀତ ଗାନ କରିଛନ୍ତି। ଆଉ ସିଷ୍ଟର ପ୍ରବୀଣା ମଲ୍ଲିକ ମଧ୍ୟ ଗୀତ ଗାନ କରିଛନ୍ତି। ଆଉ ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ତାହା ସହିତ ଆଜି ବାକ୍ୟ ନେଇ ଆସୁଛନ୍ତି ପ୍ରଭୁଙ୍କର ଅଭିଷିକ୍ତ ଦାସ ଆଉ ରେଭରେନ୍ସ ସୁନୀଲ କିଲୋ ସାର୍, ତାଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରନ୍ତୁ। ଆଉ ତାଙ୍କ ବି ଦେହ ଅସୁସ୍ଥ, କିନ୍ତୁ ଅନୁରୋଧ ସେ ରକ୍ଷା କରି ଆଜି ଜଏନ କରିଛନ୍ତି ବାକ୍ୟ ଦେବା ନିମନ୍ତେ। ତାଙ୍କ ପାଇଁ ମଧ୍ୟ ପ୍ରାର୍ଥନାରେ ସ୍ମରଣ କରନ୍ତୁ ଏବଂ ପ୍ରାର୍ଥନା କରନ୍ତୁ ଯେ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆର 4ର୍ଥତମ ଗେଟ୍ ଟୁଗେଦର କାର୍ଯ୍ୟକ୍ରମ ଚଳିତ ବର୍ଷ ଅକ୍ଟୋବର ମାସ 8, 9, 10 ଆଉ ଉଟି ନାମକ ଦର୍ଶନୀୟ ସ୍ଥାନରେ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମର ସଫଳତା ନିମନ୍ତେ
आउ रेजिस्ट्रेशन चली जेपरी अधिक रु अधिक लोक माने रेजिस्ट्रेशन करिवे आउ से आउ गेट टुगेदर कार्यक्रम को जिबे आउ जेपरी सेटारे समस्त प्रोग्राम सफलित हेबो अनेक विषय चिंता करा जायछि कैंप फायर करिबा आउटिंग करिबा ता विजिटिंग करिबा तापरे गेट टुगेदर प्रोग्राम करिबा विभिन्न प्रकार प्रोग्राम गुडा को करा जायछि जेपरी सब विषय सफल हेई परिबो सेति निमंते मद प्रार्थना रे स्मरण करंतु एवं आउ जानत अजानत रे अनेक लोक असुस्थ अछंती समस्तଙ୍କର ସୁସ୍ଥ ସବଳ ପାଇଁ ମଧ୍ୟ ପ୍ରାର୍ଥନା କରନ୍ତୁ। सर्वप्रथमे मोर सृष्टिकर्ता परमेश्वर को मु धन्यवाद दिए एवं आज जूम रे उपस्थित प्रत्येक को ख्रीष्ट प्रेम नमस्कार जनाऊँगी होस्ट आज्ञा को मध्य धन्यवाद देवी से मत प्राप्त काल प्रार्थना करिवार जो सुजोग दे अछंती आसंतु प्रार्थना करिबा। धन्यवाद 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 पवित्र पिता परमेश्वर तुमर पवित्र नाम गौरव स्तुति प्रशंसा पूजा वंदना हे प्रभु कारण ताहा पाइबा निमंते तुम्हें एकमात्र योग्यवंत ईश्वर तुम्हें स्वगौरव उद्योगी परमेश्वर प्रभु मंगलमय स्वर्गस्थ पिता तुम्हें रात्र समस्त प्रकार भार को वहन कल प्रभु एवं ये प्राप्त समय रियल मिनिस्ट्री माध्यम द्वारा प्रभु तुमर गौरव तुमर प्रशंसा करिबार सुंदर अवकाश देथिबा निमंते प्रिय प्रभु मु तुमको धन्यवाद देउछि प्रभु हे स्वर्गस्थ पिता मो पापी अयोग्य कृष्ण प्रभु मोर सकल पाप अपराध तुमे क्षमा कर प्रभु आज्ञा प्रेयर पॉइंट गुड़ा कही बोली प्रभु ताहा करबा निमंते मुझे पर योग्य हो पारिबी पिता तुम दया अनुग्रह कर प्रेमी पिता परमेश्वर राजा ए प्राप्त कालीन उपासना प्रभु मान को विभिन्न स्थान तुम जड़ित कर प्रभु ताहा तुमर अनुग्रह दया सकाश परमेश्वर राजा अनेक लोक बाछा कले मध्य दिन को देखी पारि नाहंती किंतु तुम मान को पृथक जीवन काटिबा निमंते जो समय जो सुजोग दियछ बापा तुमको धन्यवाद दिउछि प्रिय प्रभु आज उपासना पिता परमेश्वर जो भौणी माने गीत गान करेंगे प्रेमिका भौणी प्रभु तुम निमंते उद्योगी से सब तुम व्यवहार हूँ बापा तांकर देह असुस्थ अच्छी प्रभु तुम आरोग्यकारी हस्त छुई प्रभु तुम सुस्थता दियो जो गीत माध्यम द्वारा तुम धन्यवाद कर तुम निश्चित भाव गौरवान्वित महिमान्वित हो प्रभु प्रिय प्रभु प्रभु ना भौणी के मध्य तुम आशीर्वाद कर से तुम गौरव निमंते प्रभु गीत गान कर तुम्हें आशीर्वाद कर प्रेमी पिता आहरी आत्मिक दिगरी अभिवृद्धि कर परिवार संतान संतति स्वामी प्रत्येक को तुम आशीर्वाद कर नूचा पौड़ी निमंते प्रार्थना कर प्रभु तुम्हें आशीर्वाद कर से प्रभु तुम गौरव गीत गान कर प्रिय प्रभु आज भौणी प्रभु तुम गौरव प्रशंसा निमंते प्रभु गीत गान कर परमेश्वर तुमको प्रशंसित महिमान्वित करने निमंते प्रभु जीवन द्वारा तुम जो कार्य कर परमेश्वर राजा से भौणी को मध्य तुम आशीर्वाद कर प्रिय प्रभु प्रार्थना कर बापा रियल मिनिस्ट्री जो चतुर्थतम व्यक्तिगत रही ओटी परमेश्वर राजा तुम आशीर्वाद कर अनुग्रह कर प्रभु बहुत लोक जपरी जड़ित हुए से मीटिंग प्रभु से गेट टुगेदर समस्ते एक आरोप को देखा साक्षात है प्रभु तुम जीवन तो भाग्य को शुणिदे जो मैंने रेजिस्ट्रेशन कर निमंते प्रभु तुम से आशीर्वाद अनुग्रह कर अक्टोबर मसरे समस्त ओटी को जी प्रभु से स्थान हो तुम गौरव प्रशंसा करू प्रभु हे पिता परमेश्वर अनेक बोलवा स्थान मध्य से देखिपारे परमेश्वर राजा ये दुर्दिन समय परमेश्वर राजा तुम सहवर्ती रियल मिनिस्टर प्रत्येक परिवार की तुम आशीर्वाद कर प्रिय प्रभु तुम दया अनुग्रह कर प्रभु से गेट टुगेदर जपरी सफलीकृत हो तुम गौरव निमंते तुम महिमा निमंते प्रभु तुम दया कर हे प्रेमी पिता जो प्रार्थना करुच्छी बापा आम मानकर ज्ञातर अज्ञातर जदि प्रभु रियल मिनिस्ट्री परिवार मानक परमेश्वर राजा जदि कौन प्रकार दुख कष्ट रोग व्याधि रही प्रभु तुम्हें आशीर्वाद अनुग्रह कर से रोग शज्या को तुम्हें परिवर्तन कर दियो प्रभु प्रेमी पिता परमेश्वर राजा तुम्हें
आरोग्यकारी परमेश्वर प्रभु एणु आमମାନଙ୍କର भरोसा विश्वास रहुछि प्रभु कारण भरोसा केवल अच्छा दिए नाही परमेश्वर तुमे केबे मध्य तुमर लोकମାନଙ୍କୁ हताश निराश କରିବାର परमेश्वर ନହୁ प्रभु तुमे आमମାନଙ୍କର प्रार्थना श्रवणकारी ईश्वर अट हे प्रिय प्रभु ଯେତେବେଳେ प्रार्थना କରୁଅଛି राजा परमेश्वर जो मुखକୁ ତୁମେ ଆଜି ବାଛି ଅଛ ଯେ ବାକ୍ୟ ନେଇ ଆସୁଅଛନ୍ତି ପ୍ରଭୁ ସେ ଆଜ୍ଞାକୁ ତୁମେ ଆଶୀର୍ବାଦ କର ଅନୁଗ୍ରହ କର ପ୍ରଭୁ ତୁମର ବାକ୍ୟ ଯେ ଜୀବନ୍ତ ଏବଂ କାର୍ଯ୍ୟ ସାଧକ ଅଟେ ଆଜି ସେଇ ଆତ୍ମାର ଆହାରକୁ ଆମମାନେ ପ୍ରଭୁ ଭୋଜନ କରିବା ନିମନ୍ତେ ଯିବୁ ପରମେଶ୍ୱର ରାଜା हे पिता परमेश्वर प्रति प्रभाତରେ ପ୍ରଭୁ ତୁମରି पिता परमेश्वर से आत्मिक ମାନଙ୍କୁ ଆମମାନଙ୍କୁ ଭୋଜନ କରିବା ନିମନ୍ତେ ଦେଉଥିବା ସକାଶେ ମୁଁ ତୁମକୁ ଧନ୍ୟବାଦ ଦେଉଛି हो पिता परमेश्वर भक्तଙ୍କୁ प्रभु तुम चरण रखुअछि तुम ତାଙ୍କ ମସ୍ତକରୁ ତଳିପା ଯେ ତୁମରି ପରି ପବିତ୍ର ଆତ୍ମାର ଅଭିଷେକ ଦେଇ ପିତା परमेश्वर ତୁମେ ତାଙ୍କର ମୁଖ ଦ୍ୱାରା ଉଦ୍ଗାରିତ ହୁଅ ପ୍ରଭୁ ତାଙ୍କର ପ୍ରତ୍ୟେକ ଶବ୍ଦ परमेश्वर ତାହା ପବିତ୍ର ଆତ୍ମା ହିଁ ଜଣାଉଛନ୍ତି ପ୍ରଭୁ हे पिता परमेश्वर ଆମମାନେ ପ୍ରଭୁ ବାକ୍ୟକୁ ସମ୍ମାନ ଦେବୁ ବାକ୍ୟ ପ୍ରତି ମନୋଯୋଗୀ ଯେପରି ହେବୁ ପ୍ରଭୁ ତୁମେ ଦୟା କର ଆମମାନଙ୍କର ମନ ପ୍ରାଣ ଶରୀରକୁ ତୁମେ ସୁସ୍ଥିର କର प्रिय प्रभु से बाक्य ଯେତେବେଳେ ବୁଣା ଯିବ परमेश्वर ସହିତ ଯେପରି କୌଣସି ବାଧା ବିଘ୍ନ ସୃଷ୍ଟି ନ କରି ନେଟର ଯଦି କୌଣସି ସମସ୍ୟା ନ ଆସିବ ପ୍ରଭୁ ତୁମେ ଦୟା କର ପ୍ରିୟ ପ୍ରଭୁ ଯେତେବେଳେ ପିତା ପ୍ରାର୍ଥନା କରୁଛି ହୋଷ୍ଟ ଆଜ୍ଞାଙ୍କ ନିମନ୍ତେ ପ୍ରଭୁ ସେ କେତେ ଉତ୍ସୁକୀ ହୋଇ ପ୍ରଭୁ 4ଟାରୁ ଉଠି परमेश्वर ରାଜା ସମସ୍ତଙ୍କୁ ଏକତ୍ରିତ କରିଅଛନ୍ତି ଏବଂ ତୁମରି ମହିମା ଗୌରବ ନିମନ୍ତେ ସେ ବ୍ୟବହାର ହେଇ ଆସୁଅଛନ୍ତି ଏବଂ ଗୁରୁ ଦାୟିତ୍ୱ ତୁମେ ତାଙ୍କୁ ଦେଇଅଛ ଯେଉଁକୁ ପରିଚାଳନା କରିବା ନିମନ୍ତେ ପିତା परमेश्वर ତୁମେ ଦୟା ଅନୁଗ୍ରହ କରି ତୁମେ ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଦିଅ ଯେଉଁ ଚାଳନା କରିବାରେ ଯାହା କିଛି ଆବଶ୍ୟକତା ରହିଛି ସମସ୍ତ ବିଷୟକୁ ପୂର୍ଣ୍ଣ କର ଏବଂ ତାଙ୍କର ପରିବାର ସନ୍ତାନ ସନ୍ତତି ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର ପ୍ରିୟ ପ୍ରଭୁକୁ ଆଜିର ଆରାଧନାରେ ଯେତେ ଲୋକ ମଧ୍ୟ ଜଡ଼ିତ ହୋଇଅଛି ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ ଅନୁଗ୍ରହ କର ପ୍ରଭୁ ମୋ ଯଜ୍ଞକୁ ମଧ୍ୟ ତୁମେ ଆଶୀର୍ବାଦ ଅନୁଗ୍ରହ କର ତ୍ରାଣକର୍ତ୍ତା ତୁମେ ପ୍ରାର୍ଥନା ଶୁଣିଅଛ ଗୌରବ ମହିମା केवल तुमको दे प्रभु एक क्षुद्र निवेदन त्राणकर्ता प्रिय प्रभु यीशुଙ୍କ ନାମରେ ମାଗିଲେ ବାପା ଆମେନ୍ आमेन आमेन धन्यवाद दीदी आपण भोजन सहित प्रार्थना करिसंती प्रभु आपनको बहुल भाव रे आशीर्वाद करंतु ता सहित प्रभुଙ୍କର चारि दासी माननको दीदी माननको सिस्टर माननको मु धन्यवाद दउछि आज अति सुंदर भावरी से माने वर्शिप करिसंती आ चारि जण चारोटी गीत गान कले 20 रु 25 मिनिट भितरे आमानको एक एग्जांपल हे कि से माने देखैछंती आ से मानको पय मु प्रभु को धन्यवाद दिए से मानको मध्य मु धन्यवाद देउछि आ आमानको पाखरे वर्तमान समय रहिछि प्रभुଙ୍କର से मुख निर्गत जीवंत वाक्य श्रवण करिबा पय जदि आमने ठीक जगह रे बसिछु प्रभुଙ୍କର गौरव निमंती वक्ताଙ୍କୁ उत्साहित करिबा निमंती परस्पर को उत्साहित करिबा निमंती हमने वीडियो को ऑन करके बसी पारिबा आमे कहि परिबा कि हालेलुया समस्ते कहि परिबा कि हालेलुया 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 हिब्रू हालेलुया प्रेज द लॉर्ड हालेलुया हिब्रू शब्द रु आसीची जोटा कि आओ आओ हालेलुया प्रभुଙ୍କର स्तुति हो आमे जत्ते बडे मझी मझी आमे हालेलुया भी कहि परिबा ता सहित एमेन भी कहि परिबा एमेन रो अर्थ होची सेही परी हो होसाना मध्य कहि परिबा प्रभु आमान को रक्षा करो आमान को बचाओ ए सब आमे यूज करि परिबा आ वर्तमान प्रभुଙ୍କର से मुख निर्गत जीवंत वाक्य को श्रवण करिबा आमान को मध्यरी प्रभुଙ୍କ अभिषिक्त दास अछंती आ से जने सुवक्ता अटंती से बड़ बड़ सभा मान को जानती वक्ता भावरे प्रभु तांको माइटी भावरे मध्य व्यवहार करि आसु अछंती आ से केई नुहंती से आमे समस्तंकर अति प्रिय बंधु आ रेवरेंड सुनील किलो सार को प्रभु यीशुଙ୍କ नाम रे मु स्वागत करी प्रभुଙ୍କ दास सम्मुख को आसीबे प्रभुଙ୍କର से मुख निर्गत जीवंत वाक्य को प्रकाश करिबे जेते प्रभुଙ୍କ दास आसु अछंती प्रभुଙ୍କର गौरव निमंते प्रभुଙ୍କ दासଙ୍କର उत्साहित निमंते एक उच्च करताल आमाने देबा Praise the Lord, praise the Lord, praise the Lord. Good morning to all of you. ମୋର ଆୱାଜ ଶୁଭା ଯାଉଛି ସମସ୍ତଙ୍କୁ?
ଶୁଭା ଯାଉଛି ସାର୍, ନମସ୍କାର। ओके, धन्यवाद धन्यवाद। सुप्रभात। अति उत्तम समय आम समस्ते जड़ित होइछु ईश्वरंकर कथा सुनिबा पई। मो प्रभु को धन्यवाद देवी। सर्वप्रथमे जेहेतु आम मानकर सबुर सबुर सबु से अटंती। आम मानकर आवश्यकता को पूरा करंती, आम इच्छा को पूरा करंती। से जेते बेले आम मानक कौन सी विषय को विषय रे मध्य जदि आमे निराश हो जाई थाओ, केही हमको सांत्वना देउ न देउ, किंतु प्रभु मु तुम संगरे अच्छी बोली कही सांत्वना देवा प्रभु से अटंती। तेणु मु कहली से मोर सबुर सबु से, तो तांको मु धन्यवाद देवी। ता सहित रियल मिनिस्ट्री रो होस्ट आज्ञा पई धन्यवाद देवी पीटर कर आज्ञा को। आउ से मते निमंत्रण कले अनेक दिन परे पुनर्बार एई रियल मिनिस्ट्री जो प्लेटफॉर्म रे जड़ित होगा पई प्रभु सुजोग देले। पुणी आपण समस्त मध्य जदि आपण माने जड़ित न हेले मु काहा को कहि ताती, काहा को प्रचार करताती, काहा को शिक्षा दी ताती। आपण मान को समस्त मध्य धन्यवाद देवी। सुंदर गीत जाक भी गाई धन्यवाद। आम ईश्वर को वाक्य सुनिबा। हालांकि पीटर आज्ञा जेमिति कहले मोर देह टिके भल नाही, तथापि प्रभु मते साहाय्य कले, शक्ति देले जड़ित हेवा पाई। मो झियो गत वर्ष नवेम्बर मासरे चली गला। तार आज जन्मदिन। झियो सुसेन खिल तार आज 16 वर्ष पूरी तार। सी जदि रही था तो आम सम्मुख सी निज पाई प्रार्थना कराई था। आज आम बहुत माने बहुत मिस करूछु कहीं फर्स्ट टाइम, एटा फर्स्ट तार बर्थडे से चली गला परे एटा फर्स्ट बर्थडे जोटा कि आम पाखे से नाई। सब परमेश्वर इच्छा योजना, परमेश्वर की इच्छा योजना बिना कौन विषय हुए नहीं। अच्छा, ईश्वर का वाक्य शुणा मोर प्रसंग जहाँ रही सियोन को परमेश्वर प्रतिज्ञा आम शुणा। आपण मैंने जानी गत दिन में मोर आउ गोटे दुर्घटना घटी। अचानक हठात गछ आम ऊपर पड़गला, फैमिली उपरे। मत चेस्ट माड है, आंठू तले भी हाड़ माड है, फ्रैक्चर भी है। तो मेडिकल रे भी आम ट्रिटमेंट गुड़ा कहूलु। तेणु मु प्राय प्राय फोन रे भी मु जोगाजोग का पाखरे रही पार नथली, किंबा जो मीटिंग रे मते अटेंड करी नाही। एटा फर्स्ट एटा असु आम ईश्वर वाक्य शुणा। सियोन को परमेश्वर प्रतिज्ञा आम काढ़ा
ଗୀତ ସଂଗୀତା 132 132 ଗୀତ ଆଜି ଧ୍ୟାନ ନିମନ୍ତେ 13 14 ପଦ 13 14 15 ପଦକୁ ଆମେ ପାଠ କରିବା। ପ୍ରଥମରେ 13 ପଦକୁ ଆମେ ପଢିବା। କାରଣ କେହି ପଢୁଛୁ? ସଦାପ୍ରଭୁ ସିୟନକୁ ମନୋନୀତ କରିଅଛନ୍ତି, ସେ ଆପଣା ନିବାସ ନିମନ୍ତେ ତାହା ବାଞ୍ଛା କରିଅଛନ୍ତି। ଧନ୍ୟବାଦ ଆଜ୍ଞା। ଆମେନ୍। ଏଇଠି ଯେତେବେଳକୁ ଆମେ ଦେଖିଥାଉ ଗୀତ ରଚକ ସେ ଲେଖନ୍ତି ଏଇ ଗୀତ ଏକ ଯାତ୍ରା ସମୟରେ ଲେଖା ଯାଇଥିବା ଗୀତ। ମନ୍ଦିର ଉପରେ ପରମେଶ୍ୱରଙ୍କର ଯୋଉ ଆଶିଷ ର ଆବଶ୍ୟକତା ରହିଅଛି, ସେ ଆବଶ୍ୟକତା ନିମନ୍ତେ ଯୋଉ ପ୍ରାର୍ଥନା, ସେଇ ପ୍ରାର୍ଥନାର ଗୀତକୁ ଆମେ ଏଇ ଗୀତ ସଂଗୀତା 132 ଗୀତରେ ଦେଖୁଛୁ। ଏଠି ଆମେ କିଛି କିଛି ଭାଗ ପଦ ଗୁଡାକ ଆମେ ଦେଖୁଛୁ। ତା ଭିତରୁ 13 14 15 ଗୋଟିଏ ଭାଗ ଦେଖୁଛୁ ଆମେ। 13 ପଦ ଯେତେବେଳକୁ ଆମେ ପଢୁଛୁ ସେଠି ଲେଖାଯାଏ, କାରଣ ସଦାପ୍ରଭୁ ସିଓନକୁ ମନୋନୀତ କରିଅଛନ୍ତି। ଏଠି ଲେଖାଯାଏ ସିଓନକୁ ମନୋନୀତ କରିଛନ୍ତି। 3 ପ୍ରକାରର ସିଓନ ଅଛି। 3 ପ୍ରକାର ସିଓନର ଅର୍ଥ 3 ପ୍ରକାରର। ଗୋଟିଏ ସିଓନ ତାହା ହଉଛି ସ୍ୱର୍ଗ, ଯାହାକି ଆମେ ମାନେ ବୁଝିଥାଉ, ଗୀତ ଗାଇଥାଉ ଆମମାନେ, सियोन देश हमारा है देश, रहते हैं हम परदेश, जाएंगे हम अपना देश। सियोन देश हमारा देश, रहते हम परदेश, जाएंगे हम अपना देश। गीत गाओ। ସେଇ ସ୍ୱର୍ଗର ଗୀତକୁ ଆମମାନେ ବୁଝିଥାଉ, ସେ ସ୍ୱର୍ଗକୁ ବୁଝିଥାଉ। ସେ ସ୍ୱର୍ଗ ଦେଶ ହଉଛି ଆମ ମାନଙ୍କର ବୋଲି ଆମେ କହିଥାଉ। ଆଉ ଆମେ ଏଇ ଜାଗାରେ ପରଦେଶୀ ହେଇକି ରହିଛୁ, ଦିନେ ନା ଦିନେ ଆମେ ସେଇ ସ୍ଥାନକୁ ଆମେ ଯିବା ବୋଲି ଆମେ କହିଥାଉ। ତ ଗୋଟେ ସିଓନ ହଉଛି ସ୍ୱର୍ଗକୁ ବୁଝାଏ। ଆଉ ଗୋଟିଏ ସିଓନ ହଉଛି ଗୋଟେ ସିଓନ ପର୍ବତ ଅଟେ। ସିଓନ ପର୍ବତ ଆମେ ସମସ୍ତେ ଜାଣିଛୁ। ଆଉ ବାଇବେଲରେ ମଧ୍ୟ ଯଦି ଆମେ ପଢୁ, ଗୀତ ସଂଗୀତା 48 ତାର 2 ପଦ 1 ଆଉ 2 ପଦ, ସେଠି ଆମେ ଦେଖିପାରୁଛୁ ସିଓନ ପର୍ବତର ଉଚ୍ଚାଇ ଗୋଟେ ସୁନ୍ଦରତା ଉପରେ ନେଇକି ଆମେ ଦେଖୁଛୁ। ସେଠି ପଢନ୍ତୁ 48 ତାର 1 ଆଉ 2 ଉଦ୍ଧବଙ୍କ ପଦ। ପରମେଶ୍ୱରଙ୍କ ନଗରରେ, ତାଙ୍କ ପବିତ୍ର ପର୍ବତରେ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ। ଉତ୍ତର ଦିଗସ୍ଥ ସିୟନ ପର୍ବତ ଉଚ୍ଚତାରେ ମନୋହର, ସମଗ୍ର ପୃଥିବୀର ଆନନ୍ଦଜନକ ମହାରାଜାଙ୍କର ନଗର। ଆମେନ୍। हमारे परमेश्वर के नगर में और अपने पवित्र पर्वत पर यहोवा महान और अति स्तुति के योग्य है। सियोन पर्वत ऊंचाई में सुंदर और सारी पृथ्वी के हर्ष का कारण है। राजा धीरज का नगर उत्तरीय सिरे पर है। ଏହା ଗୋଟେ ସିଓନର ସୁନ୍ଦରତା ଏବଂ ତାର ଗୌରବ ବିଷୟରେ ଏଠି ଉଲ୍ଲେଖ କରାଯାଇଛି, ଯାହାକି ଆମେ ଦେଖୁଛୁ ସିଓନ ଗୋଟେ ପର୍ବତ, ଯୋଉ ପର୍ବତର ଉଚ୍ଚ ତାର
उच्चतार जो सुंदरता किपरि सुंदरता दिसे किपरि सुंदरता रहबो ता विषय उल्लेख करा जायछि एठी। तो एठी आमे देखि पारुछु सियोन पर्वत गोटे पर्वत को आमे बुझी थाओ सियोन। तो प्रथम रे आमे सुनिलो गोटे सियोन होछि आउ स्वर्ग आउ गोटे सियोन से सियोन होछि गोटे पर्वत आउ गोटे सियोन विषय जदि आमे चिंता करिबा आउ गोटे सियोन होछि मनुष्य मनुष्य अर्थात आमे समस्ते गोटे प्रकार सियोन। तो एठी लिखा गला 132 पदरे कारण सदा प्रभु सियोन को मनोनीत करिसंती। हेले ए तीनी गोटी जो सियोन रहिछि एई तीनी गोटी सियोन भितर कौ सियोन को प्रभु मनोनीत करथिबा विषय लिखा जाए। बहुत लोक कहती यह स्वर्ग को कहा जाए। गोटे कथा कहबी एई सियोन जहाँ लिखा जाए एई सियोन स्वर्ग किंबा कौन सी पर्वत को बुझाए नहीं। एई सियोन होची मु एवं आपण माने आम समस्त को परमेश्वर मनोनीत करिसंती। आम समस्त को मनोनीत करिथिबा विषय को आम माने एई स्थान रे देखिबा को पाउछु। आम माने काकू मते आपण समस्त को मनोनीत करिसंती। काहेकि मनोनीत करिसंती लिखा है कि और उसे अपने निवास के लिए चाहा है से पसंद चाहा है बोली कहले से पसंद करिसंती काहेकि तांकर निवास स्थान हेबा निमंते। अच्छा प्रथम राजा काढिबा हमें प्रथम राजा बोली 8 पर्व 13 पद टिके पढ़िबा हमें। ମୁଁ ନିଶ୍ଚୟ ତୁମ୍ଭ ପାଇଁ ସୁଲେମାନ ଏକ ରାଜା କଣ କହୁଛନ୍ତି ସେ ବିଷୟକୁ ମାନେ ପଢନ୍ତୁ। ମୁଁ ନିଶ୍ଚୟ ତୁମ୍ଭ ପାଇଁ ଏକ ବସତି ଗୃହ ତୁମ୍ଭର ଅନନ୍ତ କାଳ ବାସ ନିମନ୍ତେ ଏକ ସ୍ଥାନ ନିର୍ମାଣ କରିଅଛି। ଆମେନ୍। ଏଇଠି ଯେତେବେଳକୁ ଆମେ ଦେଖୁଛୁ 13 पदरे सचमुच मैंने तेरे लिए एक वासस्थान वरन ऐसा दृढ़ स्थान बनाया है जिसमें तू युगान युग बना रहे। सुलेमान रो मंदिर विषय एठी आम देखि पारुछु। सुलेमान मंदिर को से समर्पित करिथिबा विषय को देखुछु। जो मंदिर को से निर्माण करछन्ती सेठी परमेश्वरंकर उपस्थिति जेतेबेले कर से सबल जेमति रहिबो सेई विषय को एठी उल्लेख करूछन्ती। से कहउछन्ती कि मु तुमो निमंते गोटे वासस्थान गोटे तयारी करछि एमिति गोटे स्थान बनाइछि जोटी कि तुमे सदा सर्वदा रहिबो सबु बेले पर्यंत जेपरिक तुमे रहिबो सेमिति गोटे वासस्थान बनाई अछि। एटी सुलेमान से परी कथा कहउछन्ती। तो मु कहिली प्रिय परिवार प्रिय मंडली मु कहिली आपण माननकु कि एई सियोन आमे माने समस्ते अटु। बाइबल कहे प्रथम कोरिन्थियर जदि आम माने पाठ करूछु 3 पर्व तार 16 पद सेठी लिखा है आमे ईश्वरंकर मंदिर अटु। पढ़ंतु। ତୁମ୍ଭେ ମାନେ କି ଜାଣ ନାହିଁ ଯେ ତୁମ୍ଭେ ମାନେ ଈଶ୍ୱରଙ୍କ ମନ୍ଦିର ଆଉ ଈଶ୍ୱରଙ୍କର ଆତ୍ମା ତୁମ୍ଭ ମାନଙ୍କ ଅନ୍ତରରେ ବାସ କରନ୍ତି। ଆମେନ୍। Praise the Lord.
आमे माने ईश्वरंकर मंदिर अटु आ एई मंदिर रे परमेश्वर वास करती तमाने आमानकर देह परमेश्वरंकर मंदिर अटे आओ एई देह को परमेश्वर इच्छा करिले आम सहित रहिबा पाई आमर देह तांकर गोटे निवास स्थान हेबो ସେଥିପାଇଁ ସେ ଆମକୁ ବାଞ୍ଛା କରିଲେ ଆମକୁ ପସନ୍ଦ କଲେ ସିଏ ହି ଇଜ ଇମାନୁଏଲ ଗଡ ଇମାନୁଏଲ ର ଅର୍ଥ ଆମେ ଜାଣିଛୁ ଇମାନୁଏଲ ର ଅର୍ଥ କଣ ପରମେଶ୍ୱର ଆମ ସଙ୍ଗରେ ତାମାନେ ପ୍ରଭୁ ଆମ ସହିତ ରହିବା ପ୍ରଭୁ ସେ ଆମ ସହିତ ରହିବେ ହି ଇଜ ୟେହୋୱା ସମ୍ମା ସେ ଆମ ସଙ୍ଗରେ ରହିବା ପ୍ରଭୁ ସେ ଅଟନ୍ତି ତ ପରମେଶ୍ୱର କୋଉ ପର୍ବତକୁ କି କୌଣସି ଜାଗାକୁ ସେ ମନୋନୀତ ନ କରିକି ପରମେଶ୍ୱର ଆମ ମାନଙ୍କୁ ମନୋନୀତ କରିଛନ୍ତି ତାମାନେ ଆପଣଙ୍କୁ ଆଉ ମତେ ଶୁଣି ପାରୁଛନ୍ତି ପ୍ରିୟ ଭାଇ ଭଉଣୀ ମାନେ ଆପଣ ସମସ୍ତଙ୍କୁ ଆଉ ମତେ ପରମେଶ୍ୱର କଣ କରିଛନ୍ତି ମନୋନୀତ କରିଛନ୍ତି ତାମାନେ ଆମେ ମାନେ ହଉଛୁ ପରମେଶ୍ୱରଙ୍କର ନିବାସ ସ୍ଥାନ ଆମେ ମାନେ ସମସ୍ତେ ପରମେଶ୍ୱରଙ୍କର ନିବାସ ସ୍ଥାନ ପରେ ଯୋଉ ଜାଗାରେ ସେ ରହିବେ ଆଉ ଏଇଠି ଆମେ କରନ୍ତି ମଣ୍ଡଳୀକୁ ମାନେ ଲେଖା ଯାଇଥିବା ପତ୍ରକୁ ଆମେ ଦେଖୁଛୁ ସେଇଠି ଲେଖା ହେଇଛି କି ତୁମର ଦେହ ହଉଛି ଈଶ୍ୱରଙ୍କର ମନ୍ଦିର ଆମେ ବହୁତ ଜଣ ଭାବିଥାଉ ସେଇ ଚର୍ଚ୍ଚରେ ଗଲେ ପ୍ରଭୁଙ୍କର ଉପସ୍ଥିତି ଥିବ ସେଇ ଚର୍ଚ୍ଚ ସେଇ ଜାଗାରେ ଗଲେ ପରମେଶ୍ୱର ଉପସ୍ଥିତି ଥିବ ମୁଁ କହିବି ଆପଣଙ୍କ ଭିତରେ ଅଛନ୍ତି ପରମେଶ୍ୱର ଆପଣଙ୍କ ସହିତ ଅଛନ୍ତି ଆପଣଙ୍କ ସହିତ ଆପଣଙ୍କ ଭିତରେ ପରମେଶ୍ୱର ଅଛନ୍ତି ଆପଣ ଜାଣିପାରୁନାହାନ୍ତି କି ଆପଣ ଜାଣିବା ଦରକାର ପରମେଶ୍ୱର ଖୋଜିବା ପାଇଁ ଆଉ କୋଉଠି ଯିବେ ବାଇବେଲ କହେ ସେଇ ଗୀତ ସଂଗୀତାରେ ଯଦି ଆମେ କାଢୁ ଗୀତ ସଂଗୀତାରେ ସେଇ ଗୀତ ସଂଗୀତରେ ବହୁତ ଭଲ ବିଷୟ ଆମେ ଦେଖିବା ପାରିଛୁ ଆମେ 100 ଆଉ 46 145 ସରି 145 145 ଗୀତ 18 ପଦ ଯଦି ଆମେ ପଢିବା ତ ଲେଖା ଯାଇଛି ପ୍ରାର୍ଥନା ବିଷୟରେ ହଁ ପ୍ରଭୁ ଆପଣ ସଦାପ୍ରଭୁ ନିକଟରେ ଆପଣ ନିକଟରେ ପ୍ରାର୍ଥନାକାରୀ ସତ୍ୟ ଭାବରେ ପ୍ରାର୍ଥନାକାରୀ ସମସ୍ତଙ୍କର ନିକଟବର୍ତ୍ତୀ ଅଟନ୍ତି ଏଠି ଦି ପ୍ରକାର ପ୍ରାର୍ଥନା ବିଷୟ ଲେଖାଯାଏ ଦି ଦଳ ବିଷୟରେ ଲେଖାଯାଇଛି ଗୋଟିଏ ଦଳ ସଦାପ୍ରଭୁ ଆପଣ ପ୍ରାର୍ଥନାକାରୀ ବୋଲି ଲେଖାଯାଏ ପୁଣି ଲେଖାଯାଏ ସତ୍ୟ ଭାବରେ ପ୍ରାର୍ଥନା କରିବା ବ୍ୟକ୍ତି ବିଷୟରେ ତାମାନେ ଏମିତି ବି ଅଛନ୍ତି ଲୋକମାନେ ଯୋଉମାନେ କି ପ୍ରାର୍ଥନା କରୁଛନ୍ତି କିନ୍ତୁ ସତ୍ୟରେ କରୁନାହାନ୍ତି ଆଉ କେତେକ ଦଳ ଅଛନ୍ତି ଯୋଉମାନେ କି ପ୍ରାର୍ଥନା କରୁଛନ୍ତି କିନ୍ତୁ ସଚ୍ଚେ ଦିଲରେ କରୁଛନ୍ତି ବାଇବେଲ କହେ ଅନେକ ଲୋକ ହେ ପ୍ରଭୁ କହିବା ଲୋକମାନେ ସ୍ୱର୍ଗ ଯାଇପାରିବେ ନାହିଁ ପ୍ରଭୁଙ୍କର ରାଜ୍ୟ ଯୋଗ୍ୟ ହେଇପାରିବେନି ସେମାନେ ଏଇଠି ସେଇପରି ହିଁ ଲେଖାଇଛି ଖାଲି ମାନେ ଖାଲି ପ୍ରାର୍ଥନା କରିବା ଲୋକମାନେ ସେମିତି ଆଜି ବହୁତ ଚର୍ଚ୍ଚରେ ଆମେ ଦେଖୁଛୁ ବହୁତ ଲୋକକୁ ଦେଖୁଛୁ ସେମିତି ପ୍ରାର୍ଥନା ଖାଲି କରନ୍ତି ରୀତିନୀତି ଅନୁସାର ବେଳେ ପ୍ରାର୍ଥନା କରନ୍ତି କିନ୍ତୁ ସେମାନଙ୍କର ପ୍ରାର୍ଥନାର ଉତ୍ତରକୁ ସେମାନେ ପାଆନ୍ତି ନାହିଁ ସେମିତି ଏକ ବର୍ଷେ ଧରିକି ପ୍ରାର୍ଥନା କରି କରି ଆସୁଛନ୍ତି ଏମିତି ବି ଅଛନ୍ତି ଲୋକ ଯୋଉମାନେ ସଚ୍ଚେ ଦିଲରେ ପ୍ରାର୍ଥନା କରୁଛନ୍ତି ସତ୍ୟରେ ପ୍ରାର୍ଥନା କରୁଛନ୍ତି ହୃଦୟ ସହିତ ପ୍ରାର୍ଥନା କରୁଛନ୍ତି ସେଇମାନଙ୍କର ନିକଟବର୍ତ୍ତୀ ଅଛନ୍ତି ବୋଲି ପ୍ରଭୁ କହୁଛନ୍ତି ମାନେ ପ୍ରଭୁ ସେଇମାନଙ୍କ ନିକଟରେ ହିଁ ରହନ୍ତି କୋଉମାନଙ୍କ ପାଖରେ ଯୋଉମାନେ ସତ୍ୟରେ ଡାକନ୍ତି ତାମାନେ ପ୍ରଭୁ କୋଉଠି ଅଛନ୍ତି ହେଲେ ଆମ ସହିତ ପ୍ରଭୁ ଅଛନ୍ତି
ଆମ ସହିତ କାହିଁକି ଆମ ସହିତ ରହିଲେ ପ୍ରଭୁ? ସେମିତି ଏଠି ଲେଖା ଗଲା କଣ? ଆମେ ନିବାସ ନିମନ୍ତେ ତାହା ବାଞ୍ଛା କରିଅଛୁ। ପ୍ରଭୁ ଆମ ସହିତ ରହିବା ପାଇଁ ଆମକୁ ଇଚ୍ଛା କଲେ କିମ୍ବା ଆମକୁ ପସନ୍ଦ କଲେ। He has desired it for his habitation. English লেখা যায় for the Lord has chosen join. Choose କରିଲେ ସେ, choose ବାଛିବା, ସେ ବାଛିଲେ। ଆମେ ଯେମିତିକି ମାର୍କେଟରେ ଯାଉ ପନିପରିବା କିଣିଲା ବେଳକୁ ଭଲ ଫ୍ରେଶ ଟା ବାଛିଥାଉ। ସବୁ ବିଷୟ ସବୁ ପନିପରିବା ଆଣୁନୁ, ଆମେ ସେଇଠୁ ବାଛୁଛୁ ଯୋଉଟା ଭଲ ସେଇଟାକୁ ଆମେ ଆଣୁଛୁ। ଠିକ ସେମିତି ପରମେଶ୍ୱର ଆମ ମାନଙ୍କୁ ବାଛିକି ଆମକୁ ସେ ପସନ୍ଦ କରିଲେ ଆମ ସହିତ ରହିବା ପାଇଁ। ଆମେ ତାଙ୍କର ନିବାସ ସ୍ଥାନ ଅଟୁ। Praise the Lord. 14 ପଦ ପଢିବା ଆମେ, ଗୀତ ସଂଗୀତ 132 ତାର 14 ପଦ। ଏହା ଚିରକାଳ ଆମ୍ଭର ବିଶ୍ରାମ ସ୍ଥାନ ଅଟେ। ଏହାଠାରେ ଆମ୍ଭେ ବାସ କରିବା, କାରଣ ଆମ୍ଭେ ତାହା ବାଞ୍ଛା କରିଅଛୁ। ସବୁଦିନ ପର୍ଯ୍ୟନ୍ତ ଆମ ସହିତ ରହିବା ପାଇଁ ସେ ଇଚ୍ଛା କରୁଛନ୍ତି। ସେ କହିଲେ ଏହା ଚିରକାଳ ପର୍ଯ୍ୟନ୍ତ ଆମର ବାସସ୍ଥାନ ହେବ, ରହିବା ସ୍ଥାନ ହେବ। କେତେ ଦିନ ପର୍ଯ୍ୟନ୍ତ? ସବୁଦିନ ପର୍ଯ୍ୟନ୍ତ। ଆଜ୍ଞା, ଯଦି ଘରେ ଯଦି କେହି କୁଣିଆ ଯଦି ଆସିବେ ତାହେଲେ ଦିନେ ଦି ଦିନ ରହିକି ସେ ପଳେଇ ଯିବେ, ଦିନେ ଦି ଦିନ ରହିକି ପଳେଇ ଯିବେ। ଆମ ପ୍ରଭୁ ସେମିତି ନୁହନ୍ତି। କେତେ ଜଣ ଅଛନ୍ତି ପ୍ରତ୍ୟେକ ସମୟରେ ଆମ ସହିତ ରହିବ, ପରିସ୍ଥିତି ଖରାପ ଯଦି ଆମର ହେଇଯିବ ନା ଛାଡି ଦେଇ ପଳେଇ ଯିବେ। ଆପଣ ମାନଙ୍କ ସଙ୍ଗରେ ସେମିତି ହେଇଛି କି ନାଇଁ ମୁଁ ତ ଜାଣିନି, ମୋ ସଙ୍ଗରେ ସେମିତି ହେଇଛି। ମୋର ଅନେକ ସାଙ୍ଗ ଥିଲେ, ଅନେକ, କିନ୍ତୁ ଯେତେବେଳେ ମୋ ଜୀବନରେ କିଛି ପରିସ୍ଥିତି ଖରାପ ହେଲା ସେଇ ସମୟରେ ମତେ ଛାଡି ଦେଇକି ପଳେଇ ଗଲେ। କେହି ମତେ ସାଥ ଦେଲେ ନାହିଁ, ଦୁଃଖ ସମୟରେ କେହି ସାଥ ଦେଲେ ନାହିଁ। ତେଣୁ ସେଦିନ ଠାରୁ ମୋର ଫ୍ରେଣ୍ଡସିପ ମୁଁ କ୍ଲୋଜ କରିଦେଲି, ବନ୍ଦ କରିଦେଲି। ମୁଁ ଆଉ ସାଙ୍ଗସାଥି ରଖୁନି। ମୋର ଏବେ ଯେମିତିକି କହୁଛନ୍ତି ଏ ହଉଛି ମୋର ଇଣ୍ଟିମେଟ ଫ୍ରେଣ୍ଡ, ସେ ମୋର ଇଣ୍ଟିମେଟ ଫ୍ରେଣ୍ଡ, ମୁଁ ସେମିତି ଆଉ ରଖି ନାହିଁ। ମୋର ଗୋଟିଏ ଖାଲି ଇଣ୍ଟିମେଟ ଫ୍ରେଣ୍ଡ ଅଛନ୍ତି, ଯୀଶୁ। ଆପଣ ମାନେ ଏଇ ଆମ ଅଞ୍ଚଳରେ ବି ଦେଖିବାକୁ ଗଲେ ମୁଁ ସାଙ୍ଗସାଥି ବୁଲି ରହିବି ନାହିଁ। ମୋର ସାଙ୍ଗ ପ୍ରଭୁ ଅଟନ୍ତି, ପ୍ରଭୁ ହିଁ ଅଟନ୍ତି। ଏମିତି ସନ୍ଧ୍ୟା କାଳୀନ ସମୟରେ ମୁଁ ଯାଏ, ଆମର କିଛି ବାଳକ ଅଛନ୍ତି ସେମାନଙ୍କୁ ମିଶେ, ନହେଲେ ଆଉ ନାହିଁ। କାହିଁକିନା ମୁଁ ଫ୍ରେଣ୍ଡସିପ ରେ ମୁଁ ଧୋକା ପାଇଛି, ବହୁତ ଧୋକା ପାଇଛି। କିନ୍ତୁ ପ୍ରଭୁକୁ ଯେତେବେଳେ ମାନେ ନିଜ ଫ୍ରେଣ୍ଡସିପ ମନେ କରୁ, ସେ କେବେ ଧୋକା ଦେବେ ନାହିଁ, ସେ କେବେ ଧୋକା ଦେବେ ନାହିଁ। ସେ କହୁଛନ୍ତି ହର ମୁସିବତ में मैं तुम्हारे संग रहूंगा। ସେ କହୁଛନ୍ତି କି ଆମେ ଯିଶାୟ ପୁସ୍ତକରେ ଜାଣୁଛୁ, ଲେଖା ହେଇଛି ଭୟ କର ନାହିଁ, କାରଣ ଆମ୍ଭେ ତୁମ ସହିତ ଅଛୁ। 41:10 ନାଇଁ କି? ଭୟ କର ନାହିଁ, ଆମ୍ଭେ ତୁମ ସହିତ ଅଛୁ। ଆଉ ସେଇଟା ଗୋଟେ ଦି ଦିନ ପାଇଁ ନାହିଁ, ସବୁଦିନ ପାଇଁ, ସବୁଦିନ ପାଇଁ। ଆଉ ଗୋଟେ ପ୍ରଭୁ ଆଜ୍ଞା ଗୋଟେ ଦଉଛନ୍ତି, ସେଠି ବି କହୁଛନ୍ତି ମୁଁ ସବୁବେଳେ ତୁମ ସହିତ ରହିବି। ମାଥ୍ୟୁ ଲିଖିତ ସୁସମାଚାର 28 ପର୍ବ 20 ପଦ ଟିକେ ପଢିବା। ମାଥ୍ୟୁ ଲିଖିତ ସୁସମାଚାର 28 ପର୍ବ 20 ପଦ। ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି ସେଇ ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି। ଯୁଗାନ୍ତ ପର୍ଯ୍ୟନ୍ତ, सदैव मैं जगत के अंत तक सदैव तुम्हारे संग रहूंगा। ଯୁଗାନ୍ତ ପର୍ଯ୍ୟନ୍ତ ଆମେ ତୁମ ସଙ୍ଗରେ ରହିବା। ସବୁଦିନ, ସदैव ବୋଲି ହିନ୍ଦୀ ଲେଖା ଅଛି, ସବୁଦିନ। ଇଂଲିଶ ଲେଖା ଅଛି I am with you always, always, ସବୁବେଳେ।
କେତେ ଦିନ ପର୍ଯ୍ୟନ୍ତ? Even to the end of the age, ଯେ ପର୍ଯ୍ୟନ୍ତ ଆଉ ଜଗତର ବୟସ ସୀମା ସରିଯାଇନି ସେଇ ପର୍ଯ୍ୟନ୍ତ ଆମ୍ଭେ ତୁମ ସଙ୍ଗରେ ରହିବା। ଯେ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଇହ ଧାମ ଛାଡି ନାହିଁ ସେଇ ପର୍ଯ୍ୟନ୍ତ ପରମେଶ୍ୱର ଆମ ସଙ୍ଗରେ ରହିବ। ସେଇ କଥାକୁ ଏଠି ପ୍ରମିସ ପ୍ରତିଜ୍ଞା ୱାର୍ଡକୁ ଆମେ ଦେଖିବାକୁ ପାଉଛୁ। ଆମେ ସେ ପ୍ରତିଜ୍ଞା କରୁଛନ୍ତି ସବୁଦିନ ପର୍ଯ୍ୟନ୍ତ ଆମ୍ଭେ ତୁମ ସଙ୍ଗରେ ରହିବା ବୋଲି ସେ କହୁଛନ୍ତି ଏ ଜାଗାରେ। ହେଲେ ପ୍ରଭୁ ଦିନେ ଦି ଦିନ ନାହିଁ, ଦିନ ରହୁନାହାନ୍ତି, ସବୁଦିନ ଚିର କାଳ ପର୍ଯ୍ୟନ୍ତ ଆମ ସଙ୍ଗରେ ରହିବେ। କାହିଁକି? ଏଠି ଲେଖାଯାଏ, ଆଉ ଥରେ ଲେଖାଯାଏ, କାରଣ ସେ ଆମକୁ ବାଞ୍ଛା କରିଛନ୍ତି, ପସନ୍ଦ କରିଛନ୍ତି। ଜଣେ ଗୋଟେ ପୁଅ ଝିଅ ଯଦି ଭଲ ପାପି ଯଦି ହଉଛନ୍ତି, ସେମାନେ ପରସ୍ପରକୁ ଏମିତି କଥା ହିଁ ଦେଇଥିବେ, କଣ? ତତେ ଯାହା ବି ହେଲେ ବି ମୁଁ ତତେ ଛାଡିବି ନାହିଁ, ମୁଁ ସେତିକି ଭଲ ପାଉଛି। ପ୍ରତ୍ୟେକ ପରିସ୍ଥିତିରେ ମୁଁ ତୁମ ସଙ୍ଗରେ ରହିବି ବୋଲି କମିଟମେଣ୍ଟ କରନ୍ତି। କିନ୍ତୁ ଗୋଟିଏ ପରିସ୍ଥିତି ଖରାପ ହେଇଗଲା, ଛାଡି ଦେଇକି ପଳେଇଯିବେ। ମୁଁ ଜାଣିନି ତାକୁ ବୋଲି କହିଦେବେ, ଖସିଯିବେ। କିଛି ଆଉ ସେ ୱାର୍ଡକୁ ଆଉ ମନେ ପକେଇବେନି। ବହୁତ ଜଣ ଅଛନ୍ତି ବିବାହ ସମୟରେ ମଧ୍ୟ କମିଟମେଣ୍ଟ କରନ୍ତି। ବାଳକ ମହାଶୟ ଯେତେବେଳକୁ ତାଙ୍କୁ ପଚାରେ, ସେଇ ସମୟରେ ମୃତ୍ୟୁ ବିଚ୍ଛେଦ ପର୍ଯ୍ୟନ୍ତ ମୁଁ ଏହି ଝିଅ କିମ୍ବା ଏହି ପୁଅ ସହିତ ମୁଁ ଲାଗି ରହିବି ବୋଲି କମିଟମେଣ୍ଟ କରନ୍ତି। କିନ୍ତୁ ମୃତ୍ୟୁର ତ ଦୂର କଥା, ବହୁତ ଦୂର କଥା, କିଛି ଛୋଟ ମୋଟ ପରିସ୍ଥିତି, କିଛି ଅଶାନ୍ତି ହେଲା, ଛଡାଛଡି ହେଇଯାଉଛନ୍ତି, ଛାଡି ଦଉଛନ୍ତି। ମା ଘରେ ଯିବି, ବାପା ଘରେ ଯିବି ବୋଲି ଛାଡି ପଳେଇ ଯାଉଛନ୍ତି, ଅଲଗା ହେଇଯାଉଛନ୍ତି। ଆମ ପ୍ରଭୁ ସେମିତି ନାହିଁ। ଆମ ପ୍ରଭୁ ଆମ ସହିତ ସବୁବେଳେ ପର୍ଯ୍ୟନ୍ତ ସେ ରୁହନ୍ତି। ସେ କହନ୍ତି ଚିର କାଳ ପର୍ଯ୍ୟନ୍ତ ଏହା ମୋର ସ୍ଥାନ ହେବ। କାରଣ ଏହାକୁ ଆମେ ବାଞ୍ଛା କରୁଛୁ, ଆମକୁ ସିଏ ପସନ୍ଦ କରୁଛନ୍ତି, ଇଚ୍ଛା କରିଛନ୍ତି। ସିଏ ଇଚ୍ଛା କରିଛନ୍ତି, ସେ ଆମକୁ ଭଲ ପାଉଛନ୍ତି ସେ। କିନ୍ତୁ ଆମେ ଥରେ ଭାବିବା, ଆମେ କଣ ପ୍ରଭୁଙ୍କୁ ଭଲ ପାଉଛୁ କି? ସିଏ ଆମ ସହିତ ସବୁବେଳେ ରହିବା ପାଇଁ ଇଚ୍ଛା କରୁଛନ୍ତି, ଆମେ ତାଙ୍କ ସହିତ ରହିବା ପାଇଁ ସବୁବେଳେ ଇଚ୍ଛା କରିଛୁ କି ରହୁଛୁ କି? ଆମେ ରହୁଛୁ କି? ଆମେ ତାଙ୍କ ସହିତ ଇଚ୍ଛା କରୁନୁ ବୋଲି ଏକା ଆମର ଇଚ୍ଛା ପୁରା ହଉନାହିଁ। ଆମେ ଇଚ୍ଛା କରୁନୁ ତାଙ୍କ ସହିତ ରହିବା ପାଇଁ, ସେଥିପାଇଁ ଆମର ଇଚ୍ଛା ପୁରା ହଉନାହିଁ। ଯଦି ଆପଣ ଯୋହନ ଲିଖିତ ସୁସମାଚାର ତାର 15 ପର୍ବ 7 ପଦ ପଢିବେ, ତ ଆମେ ତାଙ୍କ ସଙ୍ଗରେ ରହିବା ବିଷୟ ସେ ଲେଖାଯାଇଛି। ଯଦି ତୁମ୍ଭେ ଆମେ ମାନେ ଯଦି ମୋ ତାଙ୍କ ଠାରେ ସହିତ ରୁହ, ଆପଣ ଯଦି ତୁମ୍ଭେ ମାନେ ମୋ ଠାରେ ରୁହ, ଆଉ ମୋହର ବାକ୍ୟ ତୁମ୍ଭମାନଙ୍କ ଠାରେ ରୁହେ, ତାହା ହେଲେ ଯେ କୌଣସି ବିଷୟ ଇଚ୍ଛା କର, ତାହା ମାଗ, ଆଉ ତୁମ୍ଭମାନଙ୍କ ନିମନ୍ତେ ତାହା ସାଧିତ ହେବ। ପ୍ରଭୁଙ୍କ ସହିତ ଆମର ସମ୍ପର୍କ ଭଲ ଥିବାର ଅଛି। ଆମେ ପ୍ରଭୁଙ୍କ ପାଖରେ କେମିତି ଅଛୁ, ଟିକେ ନିଜେ ଆମେ ଆମ ନିଜର ବିବେକ ଅନୁସାରେ ଆମେ ଟିକେ ନିଜକୁ ପରୀକ୍ଷିବା। ଆମେ ପ୍ରଭୁଙ୍କ ସହିତ ଅଛୁ କି? ଏ ଲେଖାଯାଏ, ଯେତେବେଳକୁ ଆମେ ପ୍ରଭୁଙ୍କ ସହିତ ରହିବା ଆଉ ତାଙ୍କରି ବାକ୍ୟ ଆମ ସହିତ ରହିବ, ତାହେଲେ ଆମ ମାନଙ୍କର ଯାହା ଇଚ୍ଛା ଅଛି ମାଗିବା, ତାହା ଆମ ମାନଙ୍କର ଇଚ୍ଛା ସାଧିତ ହେବ। କେତେବେଳେ? ଯେତେବେଳକୁ ଆମେ ତାଙ୍କ ସହିତ ରହିବା ପାଇଁ ଇଚ୍ଛା କରିବା, ପସନ୍ଦ କରିବା। ଆଜି ଆମେ କଣ ତାଙ୍କୁ ପସନ୍ଦ କରିଛୁ ତାଙ୍କ ସହିତ ରହିବା ପାଇଁ? ପରମେଶ୍ୱର ଆମ ସହିତ ରହିବା ପାଇଁ ପସନ୍ଦ କଲେ, ସେ ଇଚ୍ଛା କଲେ, ସେ ବାଞ୍ଛା କଲେ। ଗୋଟେ ଦି ଦିନ ପାଇଁ ନାହିଁ, ସବୁଦିନ ପର୍ଯ୍ୟନ୍ତ, ମାନେ ଜଗତ ଶେଷ ପର୍ଯ୍ୟନ୍ତ ଆମେ ତୁମକୁ ଛାଡିବା ନାହିଁ କହୁଛନ୍ତି। ତାମାନେ ଆମ ସହିତ ସେ ରହୁଛନ୍ତି, ରହିଛନ୍ତି, ଆଉ ରହିବେ ବି। ତେଣୁ ସେ ପରମେଶ୍ୱରଙ୍କୁ ଆମେ ଧନ୍ୟବାଦ ଦେବା ଅତି ଜରୁରୀ ଅଟେ। ସେ କିପରି ପ୍ରତିଜ୍ଞା କରୁଛନ୍ତି ଦେଖିପାରୁଛନ୍ତି ଆପଣ?
ପ୍ରଥମରେ ତ ଆମେ ପ୍ରତିଜ୍ଞା ଆମେ ଶୁଣିଲୁ ସେ ଆମକୁ ମନୋନୀତ କରିବା ବିଷୟ, ଆମକୁ ତାଙ୍କର ନିବାସ ସ୍ଥାନ ସେ କରିଛନ୍ତି, ଆଉ କୋଉଟା ନାହିଁ। ଦ୍ୱିତୀୟରେ ଆମେ ଏଇଠି ଶୁଣୁଛୁ ସେ ସବୁଦିନ ପର୍ଯ୍ୟନ୍ତ ଆମ ସହିତ ରହିବେ, ଚିର କାଳ ପର୍ଯ୍ୟନ୍ତ। କାହିଁକି? ସେ ଆମକୁ ପସନ୍ଦ କରିଛନ୍ତି। ସେ ତାଙ୍କର ଗୋଟେ ଚାହତ ଗୋଟେ ଅଛି ଆମ ସହିତ ରହିବା ପାଇଁ। ଓକେ, ଏବେ ଆସନ୍ତୁ ଆମେ 15 ପଦକୁ ଆମେ ପାଠ କରିବା। ଗୀତ ସଂହିତା 132:15। ଆମ୍ଭେ ତାହାର ଭକ୍ତି ଉପରେ ବହୁଳ ରୂପେ ଆଶୀର୍ବାଦ କରିବା, ଆମ୍ଭେ ତାହାର ଦରିଦ୍ର ଗଣକୁ ଅନ୍ନ ଦେଇ ତୃପ୍ତ କରିବା। ଆମେନ୍। ଯଦି ଆମେ ସ୍ୱର୍ଗ କଥା ବୁଝିଥାଉ ତ ସ୍ୱର୍ଗରେ ଖାଦ୍ୟ ଭଣ୍ଡାରକୁ ପ୍ରଭୁ ଆଶୀର୍ବାଦ କରିବେ କି? ଆମେ ଗୀତ ଗାଉଛୁ, ଗୋଟେ ଦେଶୀୟ ଗୀତ ଅଛି, କୋରାପୁଟିଆ ଗୀତ, କାନ୍ଦା ବୁବା ଦୁଃଖା ସୁଖା ସ୍ୱର୍ଗେ ଆଉ ନାହିଁ, ଭୋକ ନାହିଁ, ଶୋଷ ନାହିଁ, ମରଣ ମିଶା ନାହିଁ, ଏମିତି ଗୀତ ଆମେ ଗାଉଛୁ। ହେଲେ ଏଠି କୋଉ ଖାଦ୍ୟ ଭଣ୍ଡାରକୁ ପ୍ରଭୁ ଆଶୀର୍ବାଦ କରିବା ବିଷୟରେ ଲେଖୁଛନ୍ତି? ଯାହା ପାଖରେ ସବୁବେଳେ ରହିବା ପାଇଁ ସେ ଇଚ୍ଛା କରିଛନ୍ତି, ତାଙ୍କର ଭଣ୍ଡାରକୁ ପରିପୂର୍ଣ୍ଣତା କରିବା ପାଇଁ ବୋଲି ଏଠି ପ୍ରଭୁ ପ୍ରତିଜ୍ଞା କରୁଛନ୍ତି। କଣ? ପ୍ରଭୁ ଯେତେବେଳକୁ ଆମ ସହିତ ରହିବେ ସେ କହୁଛନ୍ତି, मैं इसमें की भोजन वस्तुओं पर अति आशीष दूंगा और इसके दरिद्रों को रोटी से तृप्त करूंगा। दरिद्र को रोटी द्वारा ତୃପ୍ତତା, ଖାଦ୍ୟ ଦେଇକି ମୁଁ ତୃପ୍ତତା ଦେବି ବୋଲି ସେ କହୁଛନ୍ତି। ଆଜି ଅନେକ ଲୋକମାନେ ଅଛନ୍ତି ଯୋଉମାନେ ଖାଉଛନ୍ତି ଭଲ, କିନ୍ତୁ ତୃପ୍ତତାର ଜୀବନ କଟେଇ ପାରୁନାହାନ୍ତି। ତୃପ୍ତତାର ଜୀବନ ସେମାନଙ୍କ ପାଖରେ ନାହିଁ। ଆଜି କଣ ତୃପ୍ତତାର ଜୀବନ ଆମ ପାଖରେ ଅଛି କି? ଭଲ ନିଦରେ ବି ଆମେ ରହୁଛୁ କି? କେମିତି ଆମର ଜୀବନ କେମିତି ଅଛି? ପ୍ରଭୁ ଯାହା ସହିତ ରୁହନ୍ତି ତାର ଜୀବନ ଗୋଟେ ଉତ୍ତମ ଜୀବନ ହେବ, ତୃପ୍ତତା, ସନ୍ତୁଷ୍ଟତା ଜୀବନ ହେବ। ମାର୍କ ଲିଖିତ ସମାଚାର ଯଦି ଆମେ କାଢିବା 6 ପର୍ବ ତାର 41 ଆଉ 42 ପଦ, ମାର୍କ ଲିଖିତ ସମାଚାର 6 ପର୍ବ 41 ଆଉ 42 ପଦ ଟିକେ ପଢନ୍ତୁ। ପରେ ଯୀଶୁ ସେହି 5ଟି ରୋଟି ଓ 2ଟି ମାଛ ଘେନି ସ୍ୱର୍ଗ ଆଡେ ଉର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୋଟି ଗୁଡାକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ। ପୁଣି ସେହି 2 ମାଛ ସେ ସମସ୍ତଙ୍କ ଉପରେ ଭାଗ କରିଦେଲେ। ସେଥିରେ ସମସ୍ତେ ଭୋଜନ କରି ତୃପ୍ତ ହେଲେ। 5ଟା ରୋଟି 2ଟା ମାଛକୁ 5,000 ଉପରେ ଲୋକକୁ ସେ ବାଣ୍ଟିଲେ, ବିତରଣ କଲେ। ଆଉ ଏମିତି ଲେଖା ହେଇଛି, ସେମାନେ ଖାଇଲେ ଆଉ କଣ ହେଲେ? ତୃପ୍ତତା ହେଲେ। ଆଜି କଣ ଆମର ଜୀବନ ତୃପ୍ତତାର ଜୀବନ ହେଇଛି କି? ଆଜି ମୁଁ କଣ ତୃପ୍ତତା ହେଇଛି? ଆଜି ମୁଁ ଖାଉଛି, ପିଉଛି, ଭଲ ରହୁଛି, କିନ୍ତୁ ତୃପ୍ତତା ମୋର ଜୀବନରେ ଅଛି କି? ପ୍ରଭୁ ଯେତେବେଳକୁ ଆମ ସଙ୍ଗରେ ରହିଛନ୍ତି, ଆମର ଜୀବନ ଗୋଟେ ତୃପ୍ତତାର ଜୀବନ ହେବ। ଆପଣଙ୍କର ଜୀବନକୁ ଟିକେ ପରଖନ୍ତୁ, କଣ ଆପଣଙ୍କର ଜୀବନ ସନ୍ତୁଷ୍ଟତାର ଜୀବନ କି, ତୃପ୍ତତାର ଜୀବନ କି? ଆଉ ଯଦି ନାହିଁ, ଆପଣ ତୃପ୍ତତା ପାଉନାହାନ୍ତି, ସନ୍ତୁଷ୍ଟ ଅନୁଭବ କରୁନାହାନ୍ତି, ତାହେଲେ ଆପଣଙ୍କର ଜୀବନ କିପରି ଜୀବନ? ତାହେଲେ ଆପଣଙ୍କର ସହିତ କଣ ପ୍ରଭୁ ଅଛନ୍ତି କି ନାହିଁ ଟିକେ ପରଖନ୍ତୁ ଆପଣ। ଯାହା ସହିତ ପ୍ରଭୁ ରହିଯିବେ, ପ୍ରଭୁ ତାର ଇଚ୍ଛାକୁ ପୁରା କରିବେ, ତାର ଆବଶ୍ୟକତାକୁ ପୁରା କରିବେ। ଗୀତ ସଂହିତା 107 ଗୀତ କାଢିବା, 107 ଗୀତ 9 ପଦ ଟିକେ ପଢିବା। ଯେହେତୁ ସେ ତୃଷିତ ପ୍ରାଣକୁ ପରିତୃପ୍ତ କରନ୍ତି, ଅକ୍ଷୁଧିତ प्राणों को उत्तम द्रव्य पूर्ण करती। क्योंकि वह अभिलाषी जीव को संतुष्ट करता है और भूखे को उत्तम पदार्थों से तृप्त करता है। बढ़िया लगा।
ତୃପ୍ତତା ସେ ଦିଅନ୍ତି। ଯୋଉମାନେ ଭୋକରେ ଅଛନ୍ତି ସେମାନଙ୍କୁ ଖାଦ୍ୟ ଦେବେ ପ୍ରଭୁ, ସନ୍ତୁଷ୍ଟ ଭାବରେ ଖାଇବେ ଆଉ ସନ୍ତୁଷ୍ଟତା ହେବେ, ପରିତୃପ୍ତତା ହେବେ। ତ ଆମର ପ୍ରଭୁ ଆମ ସହିତ ରହିଲେ ଆମର ପ୍ରଭୁ ଆମର ନିଡ୍, ଆମର ଆବଶ୍ୟକତା ଯାହା ରହିଛି ସେ ଆବଶ୍ୟକତାକୁ ସେ ପୁରା କରିବେ, ବ୍ଲେସିଂ କରିବେ ସେଇ ଭଣ୍ଡାରକୁ। ଯେତେବେଳକୁ ପ୍ରଭୁଙ୍କର ଦାସ ସେ ସାରପତ ନଗର ବିଧବା ସ୍ତ୍ରୀ ଗୃହକୁ ଗଲେ, ଯେତେବେଳକୁ ସେ ସେଠି କିଛି ଖାଇଲେ, ବ୍ଲେସିଂ କରିଲେ, ଆମେ ଜାଣିପାରୁଛୁ କି ତାର ମଇଦା ରଖିବା ଭଣ୍ଡାର ପରିପୂର୍ଣ୍ଣ ହେଇଗଲା, ଯୋଉଠି ତେଲ ଥିଲା ସେଇଟା ବି ପରିପୂର୍ଣ୍ଣ ହେଇଗଲା। ଏମିତି ବ୍ଲେସିଂ ମୋର ପ୍ରିୟ ପରିବାର, ମୁଁ କହିବା ପାଇଁ ଇଚ୍ଛା କରେ, ଯେବେ ଆପଣଙ୍କ ଘରେ ପ୍ରଭୁଙ୍କର ଦାସ ମାନେ ଆସୁଛନ୍ତି, ଆଦର ସହିତ ସେମାନଙ୍କୁ ସ୍ୱାଗତ କରନ୍ତୁ, ଆଦର ସହିତ ସେମାନଙ୍କର ଆଜ୍ଞାକୁ ପାଳନ କରନ୍ତୁ, ମାନନ୍ତୁ, ସେମାନଙ୍କୁ ଆଦର ଦିଅନ୍ତୁ, ରେସ୍ପେକ୍ଟ ଦିଅନ୍ତୁ। ସେମାନଙ୍କର ପାଦ ଆପଣଙ୍କ ଘରେ ପଡିଲା ମାତ୍ରେ ଆପଣଙ୍କ ଘର ବ୍ଲେସିଂ ରେ ପରିପୂର୍ଣ୍ଣ ହେବ, ବ୍ଲେସିଂ ର ପରିପୂର୍ଣ୍ଣ ହେବ। ତୃପ୍ତତାର ଜୀବନ ଘୋଷଣା କରିବେ ସେମାନେ, ଶାନ୍ତି ଘୋଷଣା କରିବେ, ରିଲିଜ କରିବେ। ତ ସେଥିପାଇଁ ପରିତୃପ୍ତତାର ଜୀବନ ଯଦି ଆପଣ ଆପଣଙ୍କ ପରିବାର ଯଦି କଟାଇବା ପାଇଁ ଚାହୁଁଛନ୍ତି, ପ୍ରଭୁଙ୍କୁ ନିଜର ସହିତ ସବୁବେଳେ ରଖନ୍ତୁ। ଏମିତି କୌଣସି ପରିସ୍ଥିତିରେ ପ୍ରଭୁଙ୍କୁ ଉଙ୍ଗୁଳି ଦେଖାନ୍ତୁ ନାହିଁ, ମୋର ପ୍ରଭୁ ମତେ ସାଥ ଦେଲେ ନାହିଁ ବୋଲି କେବେ କହିବେ ନାହିଁ। ମୋ ସହିତ ସବୁ ପରିସ୍ଥିତିରେ ପ୍ରଭୁ ଅଛନ୍ତି ଆଉ ମତେ ସମ୍ଭାଳୁଛନ୍ତି, ଏଇ ବିଷୟକୁ ଜାଣିବା ନିହାତି ଦରକାର। ସେ ତୃପ୍ତତାର ଲାଇଫ ସେ ଦେବେ ଯେତେବେଳକୁ ସେ ଆମ ସହିତ ରହିବେ। ଯେତେବେଳେ ଆମେ ତାଙ୍କୁ ଆମ ନିଜର ଘରେ, ନିଜର ପରିବାରରେ, ଆମର ଜୀବନରେ ଯଦି ରଖୁଛୁ, ତାହେଲେ ସେ ଆମର ଜୀବନକୁ ଏକ ସନ୍ତୁଷ୍ଟତା, ତୃପ୍ତତାର ଜୀବନ ସେ ଦେବେ। ତ ଆଜି ଆମେ 13, 14 ଆଉ ଏବଂ 15 ପଦକୁ ଆମେ ଅଧ୍ୟୟନ କରିଲୁ। ଏଇ 3ଟା ପଦ ଯାହାକି ସିଓନକୁ ପରମେଶ୍ୱରଙ୍କର ଯୋଉ ପ୍ରତିଜ୍ଞା ରହିଛି, ସେଇ ପ୍ରତିଜ୍ଞା ବିଷୟକୁ ଆମେ ଏଇ ସ୍ଥାନରେ ଦେଖିବାକୁ ପାଇଲୁ। ଆଉ ସେ ସିଓନ କିଏ? ଆମେ ସମସ୍ତେ। ତାମାନେ ଆମ ସମସ୍ତଙ୍କୁ ଯୋଉ ପ୍ରତିଜ୍ଞା ଆମ ସମସ୍ତଙ୍କ ପାଇଁ ପ୍ରଭୁ କରିଛନ୍ତି, ସେଇ ପ୍ରତିଜ୍ଞା ବିଷୟକୁ ଆମେ 13, 14 ଆଉ 15 ପଦକୁ ଆମେ ଆଜି ଅଧ୍ୟୟନ କରିଛୁ। ଆମେ ତ ପ୍ରିୟ ପରିବାର, ମୋର କହିବାର ତାତ୍ପର୍ଯ୍ୟ ଏହା ଯେ ଆପଣ ମାନେ ପ୍ରଭୁଙ୍କୁ କେବେ ପରିତ୍ୟାଗ କରନ୍ତୁ ନାହିଁ, ଯୋଉ ପରିସ୍ଥିତିରେ ମଧ୍ୟ ଛାଡନ୍ତୁ ନାହିଁ। ଆଜି ବି ପ୍ରଭୁ କଲିଂ କରୁଛନ୍ତି, ଆଜି ବି ଆହ୍ୱାନ କରୁଛନ୍ତି ପ୍ରଭୁ, ଆଜି ବି ଡାକୁଛନ୍ତି ପ୍ରଭୁ, ଆଜି ବି ଡାକୁଛନ୍ତି ଆମ ସଙ୍ଗରେ ରହିବା ପାଇଁ, ଆମ ସହିତ ବୁଲାବୁଲି କରିବା ପାଇଁ, ଆମ ସହିତ ଭୋଜନ କରିବା ପାଇଁ। ସେ ଆଜି ମଧ୍ୟ ସେ ଚାହୁଁଛନ୍ତି, ଆଜି ବି। ଆଉ ସେ ବାକ୍ୟ ଲେଖାଯାଏ, ପ୍ରକାଶିତ ବାକ୍ୟରେ ଯଦି ଆମେ ପଢୁଛୁ, 3 ପର୍ବ ତାର 20 ପଦରେ ଦ୍ୱାର ନିକଟରେ ଠିଆ ହୋଇକି ଆଘାତ କରୁଅଛନ୍ତି। କେହି ଯଦି ସେ ଶବ୍ଦକୁ ଶୁଣୁଛନ୍ତି, ଯେତେବେଳକୁ ଦ୍ୱାରକୁ ସେମାନେ ଫିଟେଇବେ, ତାହେଲେ ପ୍ରଭୁ ସେଠି ପ୍ରବେଶ କରିବେ। ଆଜି ପ୍ରଭୁ ଆମମାନଙ୍କୁ ଆହ୍ୱାନ କରୁଛନ୍ତି, ସେ କହୁଛନ୍ତି ଆମେ ତୁମ ସଙ୍ଗରେ ରହିବୁ ଚିରଦିନ ପର୍ଯ୍ୟନ୍ତ, ସବୁଦିନ ପର୍ଯ୍ୟନ୍ତ ଆମେ ତୁମ ସହିତ ରହିବୁ। ଆମେ ପ୍ରତ୍ୟେକ ପରିସ୍ଥିତିରେ ତମକୁ ଛାଡିବା ନାହିଁ, ସେ କହୁଛନ୍ତି। କଣ ଆଜି ଆମେ ପ୍ରଭୁଙ୍କୁ ଆମର ସଙ୍ଗରେ ରଖିଛୁ କି? ପ୍ରତ୍ୟେକ ପରିସ୍ଥିତିରେ ଆମେ ରଖିଛୁ କି? ଯଦି ନାହିଁ ତ ଆମେ ଆଜି ରଖିବା, କହିବା ପ୍ରଭୁ ତୁମେ ସବୁବେଳେ ମୋ ସହିତ ରୁହ। ଆମେ ଗୀତ ଖାଲି ଗାଇଲେ ହବ ନାହିଁ, ତୁମେ ମୋ ସାଥେ ରୁହ ହେ ପ୍ରଭୁ, ତୁମ ପଛେଇ ଚାଲିବି ମୁଁ ପ୍ରଭୁ। ଖାଲି ସବୁବେଳେ ଗୀତ ଖାଲି ଗାଇଲେ ହବ ନାହିଁ, ସତରେ ପ୍ରଭୁଙ୍କୁ ଆମର ଜୀବନରେ ଆମେ ରଖିବାର ଅଛି। ଆଉ ପ୍ରଭୁ ସେତେବେଳେ ଆମ ସହିତ ରହିବେ ଯେତେବେଳକୁ ଆମର ଜୀବନ ଗୋଟେ ପବିତ୍ରତା ଜୀବନ ହେବ, ଭଲ ଜୀବନ ହେବ, ପ୍ରଭୁଙ୍କ ଦୃଷ୍ଟିରେ ଆମେ ଭଲ ହେବା, ତ ପ୍ରଭୁ ଆମ ସହିତ ସବୁବେଳେ ରହିବେ। ନଚେତ୍ ପ୍ରଭୁ ଆମ ସହିତ ରହିବେ ନାହିଁ, ବଡ ଦୁଃଖର ବିଷୟ।
तो आज वाक्य अनुसार मैंने यही शिक्षा आम लाभ करिलु प्रभु किपरि प्रतिज्ञा आम से प्रतिज्ञा को आज आम शुणा पाइलु मैं गॉड ब्लेस यू प्रभु ये शिक्षा रे समस्त को प्रभु बहुत आशीर्वाद प्रदान करंतु धन्यवाद आज्ञा।